ମୁଁ ଗୋଟେ ଜାଗାରେ ଅଛି, ସେଠି 7ଟା ବେଳେ ଖାଏ, ସେଥିପାଇଁ ମୁଁ ତାଙ୍କୁ ଆଉ କ୍ଷମା ମାଗିକରି 7:10 ମୁଁ ଜଏନ କରିବି ବୋଲି କହିଲି। ସୋ ମୁଁ ଖୁସି ଆପଣ ମାନଙ୍କ ପାଇଁ, ମୁଁ ଆପଣ ମାନଙ୍କର ଉତ୍ସାହ ପାଇଁ ଗୋଟେ ବାକ୍ୟ ପଢିବା ପାଇଁ ଚାହେଁ। ମୋ ପାଇଁ କିଏ ଗୋଟେ ଆପଣ ମାନଙ୍କ ପାଇଁ ପଢି ଦିଅନ୍ତୁ କେହି ଜଣେ। ପ୍ରଥମ ରାଜାବଳୀ 10 ଅଧ୍ୟାୟରେ 8 ପଦ। ବିଶେଷ କରି ମୁଁ ଜଗଦୀଶ ଆଜ୍ଞାଙ୍କ ପାଇଁ, ତାଙ୍କ ଗ୍ରୁପ ପାଇଁ ପଦଟି ମୁଁ ପ୍ରଭୁ ମତେ ଚାଳନା ଦେଲେ, ତାଙ୍କ ପାଇଁ ମୁଁ ପଢିବା ପାଇଁ ଚାହେଁ। ତ ମୋ ବିହାଫ ଅଫ ମି କେହି ଜଣେ ପଢି ଦିଅନ୍ତୁ ଦୟାକରି। ଆପଣଙ୍କର ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସ ମାନେ ଧନ୍ୟ, ସେମାନେ ନିତ୍ୟ ନିତ୍ୟ ଆପଣଙ୍କର ସମ୍ମୁଖରେ ଛିଡା ହୋଇ ଆପଣଙ୍କର ଆଜ୍ଞାର କଥା ଶୁଣନ୍ତି। ଆଉ ଥରେ ରିପିଟ କରି ପଢନ୍ତୁ ଦୟାକରି, ବଡ ପାଟିରେ ପଡେ। ସମସ୍ତେ ଆପଣ ଶୁଣନ୍ତୁ। ଧନ୍ୟ, ଆପଣଙ୍କର ଏହି ଦାସ ମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କର ସମ୍ମୁଖରେ ଛିଡା ହୋଇ ଆପଣଙ୍କର ଆଜ୍ଞାର କଥା ଶୁଣନ୍ତି। ଆମେନ୍। ଥ୍ୟାଙ୍କ ୟୁ ଭେରି ମଚ୍ ମା, ପଢି ଦେଇଥିବାରୁ। ମୁଁ ହୋଷ୍ଟ ଆଜ୍ଞାଙ୍କୁ ଧନ୍ୟବାଦ ଦିଏ। ଆପଣଙ୍କର ପ୍ରିୟ ଲୋକମାନେ ଧନ୍ୟ, ଆପଣ ଧନ୍ୟ, ନିତ୍ୟ 3 ଥର ସଦାପ୍ରଭୁଙ୍କର ବାକ୍ୟକୁ ଶୁଣନ୍ତି। ସମ୍ଭବ କଥା ନାହିଁ, ଛୋଟିଆ କଥା ନାହିଁ। ଗୋଟେ ଥର ଜୁମ କରି କରି ମଧ୍ୟ ଆମେ ବେଳେ ବେଳେ ହାଲିଆ ହେଇଯାଇଥାଉ, ପାଶରି ପକେଇଥାଉ, ଥକି ପଡିଥାଉ। 3 ଦିନରେ 3 ଥରକୁ ଆରେଞ୍ଜ କରି କରି ଆଉ ଏସବୁ କରିବାଟା, ପ୍ରଭୁ ଗୌରବ ପାଆନ୍ତୁ, ଆପଣଙ୍କୁ ଯଥେଷ୍ଟ ବଳ, ଶକ୍ତି, ଜ୍ଞାନ, ବୁଦ୍ଧି ଦେଇ ବ୍ୟବହାର କରନ୍ତୁ। ଛୋଟିଆ କଥା ନାହିଁ। ସୋ ଆପଣଙ୍କୁ ଲୋକମାନେ ଧନ୍ୟ, ଯୋଉମାନେ ନିତ୍ୟ ବସନ୍ତି। ଶିବା ଦେଶର ରାଣୀ ସୋଲୋମନଙ୍କ ପାଖକୁ ଆସିକି କହୁଛନ୍ତି, ଓ ଏତେ ଜ୍ଞାନୀ ଆପଣ, ଏତେ ବୁଦ୍ଧିମାନ ଆପଣ, ପ୍ରତ୍ୟେକ କଥାରେ ମୂଲ୍ୟ ରହିଛି ଆପଣଙ୍କ କଥାରେ, ଗୁରୁତ୍ୱପୂର୍ଣ୍ଣ କଥା ଗୁଡାକ ଆପଣ କହନ୍ତି। ମୁଁ ଯଦି ରହିଥାନ୍ତି, ମୋ ଲୋକମାନେ ରହିଥାନ୍ତେ, ତାହେଲେ ହୁଏତ ସେଇ ଭାବ ନେଇ ସେ କହିଲେ ମୁଁ ବହୁତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଯେତେବେଳେ ପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ପ୍ରାର୍ଥନା କରୁ, ପ୍ରଭୁଙ୍କ ନିକଟରେ ଆମେ ନିତ୍ୟ କଥା ଶୁଣୁ, ସେତେବେଳେ ପରମେଶ୍ୱର ଆମ ମାନଙ୍କ ଉପରେ ସନ୍ତୁଷ୍ଟ ହେଇଥାନ୍ତି। ପରମେଶ୍ୱର ସନ୍ତୁଷ୍ଟ ଜୀବନ କାଟିବା ଏକ ଅନୁଗ୍ରହର ବିଷୟ ଅଟେ। ସମସ୍ତେ ପରମେଶ୍ୱରଙ୍କ ସନ୍ତୁଷ୍ଟ ଜୀବନ କାଟି ପାରନ୍ତି ନାହିଁ, କିନ୍ତୁ ଯୋଉମାନେ କାଟନ୍ତି ସେମାନେ ଧନ୍ୟ, ଯୋଉମାନେ ଶୁଣନ୍ତି ସେମାନେ ଧନ୍ୟ। ଯୋଉମାନେ ସେଥିପାଇଁ ତାଙ୍କ ପତ୍ରରେ ପ୍ରକାଶିତ ପୁସ୍ତକରେ ଲେଖନ୍ତି ଯେ, ଆଉ ଯୋଉମାନେ ପଢନ୍ତି, ଯୋଉମାନେ ଶୁଣନ୍ତି, ଯୋଉମାନେ ପାଳନ କରନ୍ତି, ସେମାନେ ଧନ୍ୟ। ତେବେ ଶୁଣୁଥିବା ପ୍ରଭୁଙ୍କ ଦାସଙ୍କୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଆଜି ଆମମାନଙ୍କୁ ସମସ୍ତଙ୍କୁ ସେ ପ୍ଲାଟଫର୍ମ ଖୋଲି ଦେଇଛନ୍ତି। ହୁଏତ କୋଭିଡ ଆସିଲା ଆମମାନଙ୍କ ପାଇଁ ବୋଲିକରି ଏଇ ଗୋଟେ ପ୍ଲାଟଫର୍ମ ଆମମାନଙ୍କ ପାଇଁ ତିଆରି ହେଲା, ତାଙ୍କ ଗୌରବ କରିବା ପାଇଁ। ମୁଁ ସମସ୍ତଙ୍କୁ ଆଉ ଥରେ ଧନ୍ୟବାଦ ଦିଏ। ଗତ ସପ୍ତାହରେ ଆମେ ଆଲୋଚନା କରିଥିଲୁ, ଆଉ ବାଇବଲ କଣ, ବାଇବଲ କୋଉଠୁ ଆସିଲା, ବାଇବଲ କେମିତି ହେଲା, କଣ ତାର ଭାଗ ବିଭାଗକୁ ଦେଖିଥିଲୁ। ବିଶେଷ କରି ମୁଁ ଆଦି ପୁସ୍ତକ ଉପରେ କହିବି ଆଉ ଗୋଟେ 2ଟା ଅଧ୍ୟାୟରେ ମୁଁ, କିନ୍ତୁ କିଛି ରୂପରେଖା ଜାଣନ୍ତୁ ବୋଲି ମୁଁ ତାକୁ ବର୍ଣ୍ଣନା କରିଥିଲି ଗତ। ତେବେ ମୁଁ ଛୋଟିଆ ଆଉ ପ୍ରଶ୍ନରୁ ଆରମ୍ଭ କରିବାକୁ ଚାହେଁ। ଯଦି ଗତ ସପ୍ତାହରେ ଯୋଉମାନେ ଥିଲେ ମତେ କିଛି କହିବେ କି ଯେ କଣ ଆମେ ଆଲୋଚନା କରିଥିଲୁ ଗତ ସପ୍ତାହରେ? ଆଉ ଜଷ୍ଟ ଛୋଟିଆ ରିପିଟ, ବେଶୀ ନାହିଁ, ମୁଁ ବେଶୀ ପ୍ରଶ୍ନ ପଚାରିବି ନାହିଁ, କହିବି ନାହିଁ। ଟିକେ ସାର୍ ମୁଁ ଟିକେ ଆଲାଉ କରିଦଉଛି, ଅନ୍ୟମାନେ ବି କହିପାରିବେ। ଆପଣ ଆଉ ଥରେ ଟିକେ ଅନମ୍ୟୁଟ୍ କରିବେ। ଗତ ସପ୍ତାହରେ ଆମେ ଚିନ୍ତା କରିଥିଲୁ ବାଇବେଲ କଣ। ଆକ୍ଚୁଆଲି ଆଦି ପୁସ୍ତକକୁ ଯିବା ପୂର୍ବରୁ ମୁଁ ବାଇବେଲର ଇଣ୍ଟ୍ରୋଡକ୍ସନ ଦେବି ବୋଲି ସେ କଥା କହିଲି। ଆଉ ଆଜି ମଧ୍ୟ ଆଉ ଅଳ୍ପ ଅନ୍ୟାନ୍ୟ ବିଷୟ ଚିନ୍ତା କରିବା, ତାପରେ ଆଦି ପୁସ୍ତକକୁ ଆମେ ଭିତରକୁ ଯିବା। କିନ୍ତୁ ଗତ ସପ୍ତାହରେ ମୁଁ କହିଥିଲି ବାଇବେଲ କଣ, କିଏ ଲେଖିଛନ୍ତି, କେତେ ଜଣ ଲେଖିଛନ୍ତି, ତାର ଭାଗ ବିଭାଗ କଣ ଥିଲା, ଆଉ ବାଇବେଲର ଆଦି ପୁସ୍ତକରେ ବାଇବେଲରେ କଣ କଣ କୋଉ କୋଉ ମୁଖ୍ୟ ମୁଖ୍ୟ ବିଷୟ ଗୁଡାକ ଅଛି, ସେଇ ବିଷୟରେ ମୁଁ କହିଥିଲି। କିଛି ଚିହ୍ନ କହିଥିଲି, କିଛି ଲେଖକଙ୍କ କଥା କହିଥିଲି, ଆଉ ବାଇବେଲର ମୁଖ୍ୟ ସାରାଂଶ କଣ ତାକୁ ମଧ୍ୟ କହିଥିଲି। ଯଦି ଆପଣ ମାନେ ମନେ ପକାଉଛନ୍ତି, ଗୋଟେ 2ଟା ଅନ୍ତତଃ କୁହନ୍ତୁ। ବାଇବେଲ ନଳାକାର ପୁସ୍ତକ, ବ୍ୟବସ୍ଥା ପୁସ୍ତକ, ପୁରାତନ ନିୟମ, ନୂତନ ନିୟମ, ଆଉ ବାଇବେଲ ଆମମାନଙ୍କର ପ୍ରଦୀପ, ଅଗ୍ନି ସଦୃଶ୍ୟ, ହାତୁଡି ସଦୃଶ୍ୟ,
ଦ୍ୱିଧାର ଖଡ୍ଗ ସଦୃଶ୍ୟ, ମଧୁଚାକ ଠାରୁ ସୁମିଷ୍ଟ, ସୁବର୍ଣ୍ଣ, ଅମିଶ୍ରିତ ଦୁଗ୍ଧ, ଦର୍ପଣ ସଦୃଶ୍ୟ। ଥ୍ୟାଙ୍କ ୟୁ ମା, ଥ୍ୟାଙ୍କ ୟୁ। ସେଇଟା ହେଇଥିଲା ବାଇବେଲର ଚିହ୍ନ। ଆଉ କିଏ ଖ୍ରୀଷ୍ଟ କିଛି ଯଦି ଖ୍ରୀଷ୍ଟଙ୍କ ଠାରୁ ମଣ୍ଡଳୀ ପର୍ଯ୍ୟନ୍ତ ଲେଖାଯାଏ। 2000 ଥର ଲେଖାଯାଇଛି ସଦାପ୍ରଭୁ କହିଛନ୍ତି ବୋଲି। ପରମେଶ୍ୱର ମନୁଷ୍ୟ ପାପ, ପରିତ୍ରାଣ, ଧାର୍ମିକତା, ପବିତ୍ରତା, ଗୌରବ ବିଷୟରେ ଲେଖାଯାଏ। ପରିତ୍ରାଣ ଓ ଅନୁଗ୍ରହ ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ। ବ୍ୟୁଟିଫୁଲ, ଥ୍ୟାଙ୍କ ୟୁ ମା, ଥ୍ୟାଙ୍କ ୟୁ। ଆଉ କେହି ଯଦି ଗତ ସପ୍ତାହରେ ଶୁଣିଛନ୍ତି? ବାଇବେଲ 66ଟା ପୁସ୍ତକ 40 ଜଣଙ୍କ ଦ୍ୱାରା ଲିଖିତ 1600 ବର୍ଷରେ ଲେଖା ଯାଇଥିଲା। ଥ୍ୟାଙ୍କ ୟୁ। ଜଷ୍ଟ ଉତ୍ସାହ ପାଇଁ, କିଛି କଥା ନାହିଁ, ଜଷ୍ଟ ଉତ୍ସାହିତ ପାଇଁ ଆମେ ଆଲୋଚନା କରିବା। ତେବେ ଗତ ସପ୍ତାହରେ ଆମେ ଶିଖିଥିଲୁ ବାଇବେଲ କଣ ଅଟେ। ପ୍ରଥମ କଥା ଆମେ ଶିଖିଲୁ ବାଇବେଲ ହଉଛି ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ। ଆଉ ଏଇ ବାଇବେଲର ମୁଖ୍ୟ ହଉଛନ୍ତି, କେନ୍ଦ୍ରବିନ୍ଦୁ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଏହା ଉଦ୍ଧାରର ବିଷୟ କହେ। ଆକୁ ବିଭିନ୍ନ ଚିହ୍ନରେ ଆମେ ଦେଖିପାରିଥିଲୁ। ଆକୁ ଏଇଟା ମଧ୍ୟ ଇତିହାସ ବାଇବେଲ, ବାଇବେଲ ମଧ୍ୟ ଗଦ୍ୟ, ବାଇବେଲ ପଦ୍ୟ, ବାଇବେଲ ଦର୍ଶନ ଶାସ୍ତ୍ର ଏବଂ ପ୍ରତ୍ୟେକ ଲେଖା ବାଇବେଲରେ ତାହା ହଉଛି ପ୍ରେରଣାଦାୟକ ଅଟେ, ଈଶ୍ୱରଙ୍କର ପ୍ରେରଣାଦାୟକ ଅଟେ। ଆଉ ମଧ୍ୟ ଆମେ କଥା ହେଇଥିଲୁ, ଆମେ ଗତ ସପ୍ତାହରେ ଚିନ୍ତା କରିଥିଲୁ ବାଇବେଲର ଆଉ 27ଟା ପୁସ୍ତକ ନୂତନ ନିୟମରେ ଏବଂ 39ଟା ପୁସ୍ତକ ପୁରାତନ ନିୟମରେ। ଆଉ ବାଇବେଲକୁ ପ୍ରାୟ 39ଟା ପୁସ୍ତକକୁ ଆମେ 5, 12, 5, 17 ତାକୁ ମୁଁ ସେଇ କଥା ବି ଆପଣ ମାନଙ୍କୁ କହିଥିଲି। 5ଟି ପୁସ୍ତକ ହଉଛି ପେଣ୍ଟାଟୁକ୍, 12ଟି ପୁସ୍ତକ ହଉଛି ହିଷ୍ଟ୍ରି ଅଫ ଇସ୍ରାଏଲ, ଇସ୍ରାଏଲର ଇତିହାସ, ଆଉ 5ଟି ପୁସ୍ତକ ହଉଛି ଆପଣଙ୍କର ୱିଜଡମ ଲିଟରେଚର ବା ଆଉ ପୋଏଟ୍ରି। ତାପରେ 17ଟି ପୁସ୍ତକ ଆପଣଙ୍କର ଭାବବାଦୀ ମାନଙ୍କ ପୁସ୍ତକ, 17ଟିରୁ 5ଟି ଆପଣଙ୍କର ବଡ ଭାବବାଦୀ ମାନଙ୍କର ଏବଂ ଆଉ 12ଟି ଛୋଟ ଭାବବାଦୀ ମାନଙ୍କର ଆମେ କଥା ତାକୁ ଦେଖିଥିଲୁ। ବାଇବେଲର ବିଭିନ୍ନ ଚିହ୍ନ ଦେଖିଥିଲୁ, ମା ତାକୁ ପଢିଦେଲେ, ସେ ଆଉ ତାକୁ ମଧ୍ୟ ଆମେ ଦେଖିଥିଲୁ। ଏବଂ ବାଇବେଲର ମୂଳ ବିଷୟ ଆମେ ଦେଖିଥିଲୁ, ପରମେଶ୍ୱର, ମନୁଷ୍ୟ, ପାପ, ଉଦ୍ଧାର, ଧାର୍ମିକକରଣ, ଏସବୁ ବିଷୟରେ ଗତ ସପ୍ତାହରେ ଆଲୋଚନା କରିଥିଲୁ। ତେବେ ଆଜି ଆମେ ଆଲୋଚନା କରିବା ବାଇବେଲର 66ଟା ପୁସ୍ତକ ବଦଳରେ ଆଉ କଣ ଅଛି କି। ବାଇବେଲର 66ଟା ପୁସ୍ତକକୁ ଆମେ ସମସ୍ତେ, କେହି ଜଣେ ସେଥର କହୁଥିଲେ ଯେ ଆମର ବାପ୍ଟିଷ୍ଟରେ ଆଉ 66ଟା ପୁସ୍ତକ ଅଛି ବୋଲିକି। ମୁଁ ନାମ କହିପାରିବି ନାହିଁ, ସେଦିନ କହୁଥିଲେ। କିନ୍ତୁ 66ଟା ପୁସ୍ତକ ବଦଳରେ ଆଉ କଣ ଅଛି କି? ବାଇବେଲକୁ ପ୍ରାୟ 66ଟା ପୁସ୍ତକ ବଦଳରେ ଆଉ ମଧ୍ୟ ପ୍ରାୟ 11ରୁ 15ଟା ପୁସ୍ତକ ଅଛି, ଯୋଉଟାକୁ ଆପୋକ୍ରିଫା ପୁସ୍ତକ ବୋଲିକରି କହନ୍ତି। କିନ୍ତୁ ତାକୁ ଆମେ ମାନୁନା, ତାକୁ ଆମେ ଗ୍ରହଣ କରୁନି। ଏଇଟା ବାପ୍ଟିଷ୍ଟ ଲୋକ ନୁହେଁ କି, ଏଇଟା ହଉଛି ଯୋଉମାନେ ପ୍ରୋଟେଷ୍ଟାଣ୍ଟ, କାଥଲିକରୁ ଯୋଉମାନେ ଆହୁରି ଅଲଗା ହେଇଛନ୍ତି, ପ୍ରୋଟେଷ୍ଟାଣ୍ଟ ଲୋକମାନେ ପ୍ରାୟ ଆକୁ ବ୍ୟବହାର କରନ୍ତି। ପ୍ରୋଟେଷ୍ଟାଣ୍ଟ ଲୋକମାନେ ତାକୁ ଗ୍ରହଣ କରନ୍ତି ନାହିଁ। କିନ୍ତୁ କାଥଲିକ ମାନେ ସେଇ 12ଟା 15ଟା ପୁସ୍ତକ, 7ଟି ପୁସ୍ତକ ତାଙ୍କ ବାଇବେଲରେ ଜଡିତ କରିଛନ୍ତି। ତାକୁ ଆପୋକ୍ରିଫା ପୁସ୍ତକ ବୋଲିକରି କହନ୍ତି। ଆପୋକ୍ରିଫା ପୁସ୍ତକ ରହୁଛି ଲୁକାୟତ ପୁସ୍ତକ। ତେବେ ଏଇ ଯୋଉ ଆପୋକ୍ରିଫା ପୁସ୍ତକ, ଆଉ ସେମାନେ ପ୍ରାୟ ତାକୁ ଗ୍ରହଣ କରନ୍ତି, ଆମେ କାହିଁକି ଗ୍ରହଣ କରୁନି, ତା ବିଷୟରେ ଅଳ୍ପ ସମୟ ଆଲୋଚନା କଲା ପରେ ଆମେ ଆଗକୁ ବଢିବା। ଏ ଯୋଉ ଆପୋକ୍ରିଫା ପୁସ୍ତକ ଆଉ ଲେଖାଯାଇଛି, ସେଇଠି ପ୍ରାୟ 11ରୁ 15ଟି ପୁସ୍ତକ ମଧ୍ୟରେ ତାକୁ ଏହା ଜିହୁଦୀ ମାନଙ୍କ ପାଇଁ ଲେଖାଯାଇଥିଲା। କିନ୍ତୁ ଆଜି ଯଦି ଆମେ ଦେଖିବା, ଏ ଆପୋକ୍ରିଫା ପୁସ୍ତକ ଜିହୁଦୀ ମାନେ ନିଜେ ଗ୍ରହଣ କରନ୍ତି ନାହିଁ, ପ୍ରଥମ କଥା। ଦ୍ୱିତୀୟ କଥା, ନୂତନ ନିୟମରେ 8ଟି ଲେଖକ ପ୍ଲସ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆପୋକ୍ରିଫା ପୁସ୍ତକ ବିଷୟରେ ସେ ଧ୍ୟାନ ଦିଅନ୍ତି ନାହିଁ କି ବର୍ଣ୍ଣନା କରନ୍ତି ନାହିଁ। ତୃତୀୟ କଥା, କୌଣସି ଆଦ୍ୟ ମଣ୍ଡଳୀ ତାକୁ ଗ୍ରହଣ କଲା ନାହିଁ। ସେଥିପାଇଁ ଆମେ ଆଉ ଚର୍ଚ୍ଚ କାଉନସିଲ ମଧ୍ୟ ତାକୁ ଗ୍ରହଣ କରିନାହିଁ। ସେଥିପାଇଁ ଆମେ ମାନେ ସେ ଆପୋକ୍ରିଫା ପୁସ୍ତକ 11ରୁ 15ଟା ପୁସ୍ତକକୁ ଆମେ ଆମ ବାଇବେଲରେ ଜଡିତ ନୁହେଁ। କିନ୍ତୁ କାଥଲିକ ମାନଙ୍କର ବାଇବେଲରେ ପ୍ରାୟ ଆଉ 7ଟା ପୁସ୍ତକ ଜଡିତ ଅଛି, ଯାହାକି 1546 ମସିହାରେ ତାକୁ ସେମାନଙ୍କର ଚର୍ଚ୍ଚ କାଉନସିଲ, ତାକୁ ଟ୍ରେଡ ଚର୍ଚ୍ଚ କାଉନସିଲ ତାକୁ ଚର୍ଚ୍ଚ କାଉନସିଲ ତାକୁ ଆପ୍ରୁଭ କରିଥିଲା। ସେଥିପାଇଁ ସେମାନେ କଲେ। ତେବେ ଏଇ ଯୋଉ 11ରୁ 15ଟା ପୁସ୍ତକ ମଧ୍ୟରେ
କୌଣସି ପ୍ରକାର ଯୀଶୁଙ୍କର ରେଫରେନ୍ସ ନାହିଁ ସେଠି। ଆଉ ନୂତନ ନିୟମର କୌଣସି ପ୍ରକାର ରେଫରେନ୍ସ ନାହିଁ। ଆପୋଷ୍ଟଲଙ୍କର ବିଷୟ ମାନେ ଯୋଉଟା ପଢିଲେ ସେମାନଙ୍କର ପୁରାତନ ନିୟମର ରେଫରେନ୍ସ ନାହିଁ, ସେଥିପାଇଁ ଆମେ ତାକୁ ଗ୍ରହଣ କରୁନୁ, ସେଟାକୁ ଆପୋକ୍ରିଫା ପୁସ୍ତକ ବୋଲି କହନ୍ତି। ତେବେ ଆସୁ ଆମମାନେ ବାଇବେଲ ଅଧ୍ୟୟନକୁ ଯିବା ପୂର୍ବରୁ ଆମେ ଚିନ୍ତା କରିବା କାହିଁକି, କିପରି ଏବଂ କାହିଁକି ଆମେ ବାଇବେଲ ପଢିବା। ସେଇ ମତେ କୁହନ୍ତୁ, କାହିଁକି ଆମକୁ ବାଇବେଲ ପଢିବାର ଆବଶ୍ୟକତା ଅଛି? ପ୍ରଭୁ ଆମକୁ କଥା କୁହନ୍ତି ପଢିବା ଦ୍ଵାରା, ବାଇବଲ ଦ୍ଵାରା। ଆଜ୍ଞା, ପ୍ରଭୁ ଆମକୁ କଥା କୁହନ୍ତି ବାଇବଲ ପଢିବା ଦ୍ଵାରା। ପ୍ରଭୁ ଆମକୁ କଥା କୁହନ୍ତି ବାଇବେଲ ପଢିବା ଦ୍ୱାରା। ଥ୍ୟାଙ୍କ ୟୁ ଭେରି ମଚ୍। ଆଉ ଆମେ କାହିଁକି ବାଇବେଲ ପଢୁ? ଆତ୍ମିକ ଭାବରେ ଆମେ ଶକ୍ତିଯୁକ୍ତ ହେଇଥାଉ। ଆତ୍ମିକ ଭାବେ ଆମେ ଶକ୍ତିଯୁକ୍ତ ହେଇଥାଉ। ଆଉ କେହି କହିବେ? ଥ୍ୟାଙ୍କ ୟୁ ଭେରି ମଚ୍। ଆମେ ବାଇବେଲ ଏଥିପାଇଁ ଆମେ ପଢିଥାଉ, ଦି ଜଣ ମା ସବୁ ଠିକ କଥା କହିଲେ। ଆମେ ଆଉ ପ୍ରଭୁ କଥା କୁହନ୍ତୁ, ପ୍ରଭୁ ଆଉ ଆତ୍ମିକ ଭାବରେ ଆମକୁ ବ୍ୟବହାର କରନ୍ତି। କିନ୍ତୁ ଅନେକ ଲୋକ ବାଇବେଲ ପଢନ୍ତି କିଛି ପ୍ରଚାର କରିବା ପାଇଁ ବୋଲିକରି, ଅନେକ ଲୋକ ବାଇବେଲ ପଢନ୍ତି କିଛି ଜାଣିବା ପାଇଁ ବୋଲିକରି, ଆଉ ଟୁ ଗେଟ୍ ସମ୍ ଇନଫର୍ମେସନ, କିଛି ସୂଚନା ପାଇବେ ଆଉ ଏଠି ପ୍ରଚାର କରିବେ, ସେଠି ପ୍ରଚାର କରିବେ, ସେଠି ପ୍ରଚାର କରିବେ ବୋଲିକରି। କିନ୍ତୁ ଇଂଲିଶରେ ଆମେ ଯଦି ତାକୁ କହିବା, ଇଟ୍ ଇଜ ନଟ୍ ଫର୍ ଇନଫର୍ମେସନ ବଟ୍ ଇଟ୍ ଇଜ ଫର୍ ଟ୍ରାନ୍ସଫର୍ମେସନ। ଏହା ଖାଲି ସୂଚନା ପାଇଁ ନୁହେଁ, କିନ୍ତୁ ଏହା ମଧ୍ୟ ବାଇବେଲ ଆମମାନଙ୍କର ପରିବର୍ତ୍ତନ ପାଇଁ ଆମମାନଙ୍କୁ ପଢିବାର ଆବଶ୍ୟକ ଅଛି। ତେବେ ମୁଁ ତିନିଟା କଥା ସେଠୁ ଆପଣମାନଙ୍କୁ କହିବି। ଗୋଟେ ହଉଛି ଇନ୍ସପାଇରେସନ ଫ୍ରମ ଗଡ। ଯେତେବେଳେ ପ୍ରଭୁଙ୍କ ଠାରୁ ଆମେ ଇନ୍ସପାଇରେସନ ହେବା, ଯେତେବେଳେ ପ୍ରେରଣା ପାଇବା, ସେତେବେଳେ ଆମେ ବାଇବେଲ ପଢିବା। ଏବଂ ଯେତେବେଳେ ଆମେ ବାଇବେଲ ପଢିବା, ଆମେ ସୂଚନା ପାଇବା, ଆମେ ଇନଫର୍ମେସନ ପାଇବା। ଏବଂ ଯେତେବେଳେ ଆମେ ଇନଫର୍ମେସନ ପାଇବା, ସେତେବେଳେ ଆମମାନେ ଟ୍ରାନ୍ସଫର୍ମେସନ, ଆମମାନଙ୍କର ଜୀବନ ବଦଳିବ। ସେଥିପାଇଁ ଆମେ ବାଇବେଲ ପଢିଥାଉ। ତେବେ ଗତ ସପ୍ତାହରେ ଆମେ ଆଲୋଚନା କରିଥିଲୁ, ବାଇବେଲ ହଉଛି ଈଶ୍ୱରଙ୍କର ଆଉ ନିଶ୍ୱାସିତ ବାକ୍ୟ ଅଟେ, ଯାହାକି ଆମେ ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟର 15 ଆଉ 17 ପଦରେ ଆମେ ମାନେ ଦେଖିପାରୁଛୁ। କେହି ଜଣେ ଦୟାକରି ପଢି ଦିଅନ୍ତୁ। ଦ୍ୱିତୀୟ ତିମୋଥୀ ଦ୍ୱିତୀୟ ତିମୋଥୀ 3 ଅଧ୍ୟାୟ 15 ପଦରୁ 17 ପଦ। ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ତୁମମାନଙ୍କୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସାମର୍ଥ, ତାହା ତୁମ୍ଭେ ବାଲ୍ୟକାଳ ଠାରୁ ଜ୍ଞାତ ଅଛ। ସମସ୍ତ ଶାସ୍ତ୍ର ଈଶ୍ୱର ବିଶ୍ୱାସ ସିଦ୍ଧ ଏବଂ ଶିକ୍ଷା ଅନୁଯୋଗ, ନିଷେଧ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ଓକେ, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ତେବେ ଆମେ ଏଇଠି ଆମେ ଦେଖୁଛୁ ଯେ ଏହା ଆଉ ପରିତ୍ରାଣ ନିମନ୍ତେ ଏହା ଜ୍ଞାନର ବାକ୍ୟ। ପ୍ରଥମ କଥା ଆମେ ଦେଖୁଛୁ, ବାଇବେଲ ହଉଛି ପରିତ୍ରାଣ ପାଇବା ପାଇଁ ଏକ ଜ୍ଞାନର ବାକ୍ୟ, ଯାହାକି ଆମମାନଙ୍କୁ ସଂଶୋଧନ କରିଥାଏ, ଯାହାକି ଆମମାନଙ୍କୁ ଆଉ ଆମମାନଙ୍କ ଜୀବନ ପାଇଁ ଅନୁଗ୍ରହ ପ୍ରଦାନ କରିଥାଏ। ଏହା ହଉଛି ଈଶ୍ୱରଙ୍କର ବାକ୍ୟ। ତେବେ ଜଣେ ବାଇବେଲ ଏଥିପାଇଁ ପଢେ ଯେ ତା ଜୀବନରେ ସେ ଆଉ ଟ୍ରାନ୍ସଫର୍ମେସନ ଆସେ, ତା ଜୀବନରେ ପରିବର୍ତ୍ତନ ଆସେ। ଅନେକ ସମୟ ଆମେ ବାଇବେଲ ପଢୁ, କିନ୍ତୁ ବର୍ଷ ବର୍ଷ ଧରି ପରିବର୍ତ୍ତନ ନାହିଁ ଆମମାନଙ୍କ ଜୀବନରେ। ଭାବେ ବାଇବେଲ ପଢିଥାଉ, କିନ୍ତୁ ଆମେ ବାଇବେଲ ଆମେ ଯେତେବେଳେ ପଢିବା, ସେତେବେଳେ ଆମମାନଙ୍କ ଜୀବନରେ ପରିବର୍ତ୍ତନର ନିହାତି ଆବଶ୍ୟକତା ଅଟେ। ତେବେ ବାଇବେଲ ଆମେ କାହିଁକି ପଢିବା, କେମିତି ପଢିବା? ଆମେ ଯେତେବେଳେ ବାଇବେଲ ଅଧ୍ୟୟନ କରୁ, ଆଜି ଆମେ ବାଇବେଲ ଅଧ୍ୟୟନରେ ବସିଛୁ, ସେଥିପାଇଁ ଆମେ ବାଇବେଲ ଅଧ୍ୟୟନର କଥା ମୁଁ ଅଳ୍ପ ସମୟ କହୁଛି। ବାଇବେଲ କେମିତି କରି ପଢିବା? ବାଇବେଲ ପଢିବା ପୂର୍ବରୁ ପ୍ରଥମେ ଆମେ ପ୍ରାର୍ଥନା କରିବାକୁ ପଡିବ। 5ଟା ଆଙ୍ଗୁଠିକୁ ଆପଣ ଦେଖନ୍ତୁ, 5ଟା ଆଙ୍ଗୁଠି। ବାଇବେଲ ପଢ, ପ୍ରଥମ ପ୍ରାର୍ଥନା, ଦ୍ୱିତୀୟ ହଉଛି ବାଇବେଲ ପଠନ,
ଯଦି 5ଟା ଆଙ୍ଗୁଠି ହେଲେ ମନେ ପଡିଯିବ। ପ୍ରଥମ ହଉଛି ପ୍ରାର୍ଥନା, ଦ୍ୱିତୀୟ ହଉଛି ବାଇବେଲ ପଠନ, ତୃତୀୟ ହଉଛି ତାକୁ ଧ୍ୟାନ କରିବା, ଚତୁର୍ଥ ହଉଛି ଆମେ କଣ କରିବା, ଆମେ ତାକୁ କାର୍ଯ୍ୟ କରିବା, ପଞ୍ଚମ ହଉଛି ଅନ୍ୟ ଲୋକମାନଙ୍କୁ ଆମେ ଜଣେଇବା। ଯଦି ଆଜ୍ଞା ଆପଣ ଅନ୍ୟ ଲୋକମାନଙ୍କୁ ସବୁଦିନ ଜଣାଉଛୁ, ଥ୍ୟାଙ୍କ ୟୁ। ଆମେ ଯେତେ ବସିଛୁ ଆମମାନଙ୍କର କଥା ହଉଛି ଆମେ ଅନ୍ୟମାନଙ୍କୁ ଜଣେଇବା। ବାଇବେଲ ଅଧ୍ୟୟନରେ 5ଟା ବିଷୟ ଆମ ପାଖରେ ନିହାତି ରହିବାକୁ ପଡିବ। ପ୍ରଥମ ହଉଛି ଆମମାନେ ପ୍ରାର୍ଥନା କରିବା, ଦ୍ୱିତୀୟ ହଉଛି ପଠନ କରିବା, ତୃତୀୟ ହଉଛି ଧ୍ୟାନ କରିବା, ଚତୁର୍ଥ ହଉଛି ଆମେ କାର୍ଯ୍ୟରେ ଲଗେଇବା, ପଞ୍ଚମ ହଉଛି ଅନ୍ୟମାନଙ୍କୁ ଆମେ ଜଣେଇବା। ଏହା ହଉଛି ବାଇବେଲ ଅଧ୍ୟୟନର ମୂଳ ଉଦ୍ଦେଶ୍ୟ। ଆମେ ନିଜ ପାଇଁ ପଢିବା ନାହିଁ, ଆମେ ଅନ୍ୟ ପାଇଁ ବୋଲିକିରି ପଢିବା। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ବାଇବେଲକୁ ପଢିବାର ଅଛି। କେମିତି ପଢିବାର ଅଛି ବାଇବେଲକୁ? କେହି ଜଣେ କହନ୍ତି ଯେ ବାଇବେଲକୁ ପୁଣି ଥଟଫୁଲି ପଢିବାର ଅଛି, ଧ୍ୟାନର ସହିତ, ମନ ଦେଇ, ପ୍ରାଣ ଦେଇ, ଆତ୍ମା ଦେଇ ଆମମାନେ ପଢିବାର ଅଛି। ବାଇବେଲକୁ ଆମମାନେ ଆଉ ଏଇ ପ୍ରକାର ଭାବରେ ପଢିବାର ଅଛି ଯେ ଆମମାନଙ୍କର ଜୀବନରେ ବାରମ୍ବାର ପଢିବାର ଅଛି। ମତେ ଜଣେ କହୁଥିଲେ ବାରମ୍ବାର ବାଇବେଲକୁ ପଢ, ନ ବୁଝିବା ପର୍ଯ୍ୟନ୍ତ ପଢିବାର ଅଛି। ବିମଳ ଆଜ୍ଞା ଚାକିରିକୁ ଯିବେ ଯେ ଫାଟ ଫାଟ ଉଲଟେଇ ଦେଇକି ଆଖି ବୁଝି ପ୍ରାର୍ଥନା କରିଦେଇ ପଳେଇବେ, ସେମିତି ବାଇବେଲ ପାଠ ନାହିଁ, ସେ ବାଇବେଲ ପାଠ ନାହିଁ, ନିୟମ ନାହିଁ, ପ୍ରେଜେଣ୍ଟ ପକେଇବା ବାଇବେଲ ପାଠ ନାହିଁ। ବାଇବେଲକୁ ଆମେ ଧ୍ୟାନର ସହିତ ଈଶ୍ୱରଙ୍କର ଆଜ୍ଞା ବାକ୍ୟ। ସତ କହିଲେ ସାର୍। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ। ଜଷ୍ଟ ଆପଣଙ୍କୁ ମୁଁ କହୁଛି, ମଜା କରି ଆପଣଙ୍କୁ ବୋଲି ଆପଣଙ୍କୁ କହୁଛି, ମୁଁ ତ ସମସ୍ତଙ୍କୁ କହିପାରିବି ନାହିଁ। ସୋ ସେଥିପାଇଁ ବାଇବେଲ ଆମେ ଆଉ ଏଥିପାଇଁ ଧ୍ୟାନର ସହିତ ଆମେ ପ୍ରାର୍ଥନା କରିବା, ପଢିବାକୁ ପଡିବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାଇବେଲ ଯୋଉମାନେ ପଢନ୍ତି ମହା ଜ୍ଞାନ ହେଇଛନ୍ତି। ତେବେ ବାଇବେଲର କେତୋଟି ସ୍ପେଶାଲ କଥା ଆଜି ଆଉ ଥରେ ମୁଁ କହିବି, ତାପରେ ଆଗକୁ ଆମେ ଯିବା। ଆଉ ବାଇବେଲ କଣ ପାଇଁ ଆମେ ପଢିବା, ତାର ସ୍ପେଶାଲିଟି ହଉଛି ଏହା ହଉଛି ଆମମାନଙ୍କର ଦୈନିକ ଖାଦ୍ୟ। ଗତ ଥର ମୁଁ ଚିହ୍ନ କହିଥିଲି, ଆଜି ହଉଛି ସ୍ପେଶାଲିଟି। ଏହା ହଉଛି ଆମମାନଙ୍କର ଦୈନିକ ଖାଦ୍ୟ। ଯେତେବେଳେ ଖାଦ୍ୟ ଖାଉ ଆମେ ବଳବାନ ହଉ, ଆମେ ଶକ୍ତିଯୁକ୍ତ ହଉ। 19:7 ଗୀତ ସଂହିତାରେ ଆମେ ପଢିଥିଲୁ ଗତ ଥର। ଆଉ ଥରେ ଟିକେ ପଢି ଦିଅନ୍ତୁ ଗୀତ ସଂହିତା 19:7। ପଢନ୍ତୁ ମା କହିଲେ। ସଦାପ୍ରଭୁଙ୍କର ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ। ସଦାପ୍ରଭୁଙ୍କର ପ୍ରମାଣ ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଦାୟକ। ଅଳ୍ପ ବୁଦ୍ଧିର ଜ୍ଞାନଦାୟକ। ଏହା ପ୍ରାଣ ପାଇଁ, ବୁଦ୍ଧି ପାଇଁ ଉପକାରଜନକ ଅଟେ। ଯୋଉମାନେ ବାଇବେଲ ପଢନ୍ତି ସେମାନେ ଜ୍ଞାନ ପାଆନ୍ତି, ପୁଣି ଯୋଉମାନେ ବାଇବେଲ ପଢନ୍ତି ସେମାନେ ସଫଳ ହୁଅନ୍ତି। ସଫଳ ହେବା ପାଇଁ ହେଲେ ବାଇବେଲ ପଢିବାକୁ ପଡିବ। 1:8 ପଢନ୍ତୁ। ଯଦି ମୋର କଥା ଯୋଉମାନେ ଶୁଣୁଛନ୍ତି ଆଜିଠୁ ବାଇବେଲ ପଢନ୍ତୁ। ଯଦି ଜ୍ଞାନୀ ହେବେ, ବୁଦ୍ଧିମାନ ହେବେ, ଧନୀ ହେବେ, ସ୍ୱାସ୍ଥ୍ୟବାନ ହେବେ, ବାଇବେଲ ପଢନ୍ତୁ। 1:8 ଆଉ ଜଣେ ଗୀତ ସଂହିତା 1:3 ପ୍ଲିଜ। ଏହି ବ୍ୟବସ୍ଥା ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମେ ତହିଁର ଲେଖା ଅନୁସାରେ ମାନିବାକୁ, କରିବାକୁ ଦିବାରାତ୍ର ତାହା ଧ୍ୟାନ କର। ତାହା କଲେ ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ। ଯଦି ସଫଳ ହେବା ପାଇଁ ହେଲେ ବାଇବେଲ ପଢିବାକୁ ପଡିବ। ଅଡିଓ ବାଇବେଲ ନାହିଁ। ଏ ଅଡିଓ ବାଇବେଲରେ ଝାଡା ଯାଇକିରି ବାଇବେଲ ଧରିଥାଉଛନ୍ତି, ଆହୁରି ଏ ମୋବାଇଲ ମାନେ ଅଡିଓ ବାଇବେଲ ନାହିଁ, ପ୍ରିଣ୍ଟିଂ ବାଇବେଲ ପଢବାର ଅଛି। ଜଣେ ପ୍ରଭୁଙ୍କର ଲୋକ ପ୍ରିଣ୍ଟିଂ ବାଇବେଲ ପଢବାର ଅଛି। ବହୁତ ଭୁଲ କଥା ଆଜି ଲୋକମାନେ, ଆମର ଲୋକମାନେ ଆମେ ମୋବାଇଲ ଧରିକରି ଯାଇକରି ଗିର୍ଜା କରି ଇଟ୍ସ ଭେରି ରଙ୍ଗ, ବହୁତ ଭୁଲ କଥା। ତେବେ ଝିଅଶୟକୁ ପ୍ରଭୁ କହୁଛନ୍ତି, ହେ ଝିଅଶୟ, ତୁମେ ଏତେ ବଡ ଦାୟିତ୍ୱ ତୁମ ପାଖରେ ବର୍ତ୍ତମାନ ଅଛି, ଏତେ ବଡ ଲୋକମାନଙ୍କୁ ତୁମେ ପ୍ରାୟ ଏତେ ଲୋକ କଢେଇ କରି ନଉଛ, ତୁମେ ଈଶ୍ୱରଙ୍କର ବାକ୍ୟକୁ ପଢିବାକୁ ପଡିବ, ଜାଣିବାକୁ ପଡିବ। ମଶାଙ୍କ ପରେ ତୁମକୁ ଦାୟିତ୍ୱ ଦିଆ ହେଲା। ତୁମେ ଯଦି ସଫଳ ହେବା ପାଇଁ ଚାହୁଁଛ, ଏ ଗୋଷ୍ଠୀକୁ ଯଦି ଆଗକୁ ନେବା ପାଇଁ ଚାହୁଁଛ, ବାଇବେଲ ତୁମକୁ ପଢିବାକୁ ପଡିବ, ବ୍ୟବସ୍ଥା ତୁମକୁ ପଢିବାକୁ ପଡିବ। ଯୋଉମାନେ ଜ୍ଞାନୀ ହେବା ପାଇଁ ଚାହାନ୍ତି, ବୁଦ୍ଧିମାନ ହେବା ପାଇଁ ଚାହାନ୍ତି, ସଫଳ ପ୍ରାପ୍ତ ହେବା ପାଇଁ ଚାହାନ୍ତି, ସେମାନଙ୍କୁ ବାଇବେଲକୁ ପଢିବାକୁ ପଡିବ। ଗୀତ ସଂହିତା 1:1-3 ମା। ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିମ୍ବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯୋଉ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। ଯୋଉ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ,
ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ, ପୁଣି ସେ ଯାହା କରେ ତାହା ସଫଳ ହେବ। ଯାହା କରେ ଈଶ୍ୱରଙ୍କ ପ୍ରତି ମନୋଯୋଗୀ ହେଲେ, ଈଶ୍ୱରଙ୍କର ବ୍ୟବସ୍ଥାକୁ ଧ୍ୟାନ କଲେ ଜଣେ ବ୍ୟକ୍ତି ସଫଳ ହେବ। ଯାହା କରେ, ଏହା କେବେ ବି ମିଛ ନାହିଁ। ପ୍ରଭୁଙ୍କର ବାକ୍ୟ ଯୁଗେ ଯୁଗେ ସତ୍ୟ ଅଟେ। ଆମେ ବେଳେ ବେଳେ ଭାବୁଛୁ ବାଇବେଲ ପଢିଲେ କେମିତି କରିକି ଆମେ ପ୍ରସ୍ପର ସେବି, କେମିତି କରି ଆଶୀର୍ବାଦ ପାଇବେ। ବାଇବେଲ କହୁଛି, ଏହା ତ ମିଥ୍ୟା ନୁହେଁ। ଆପଣ ଯଦି ସଫଳ ହେବା ପାଇଁ ବୋଲି ଅଛି, ତେବେ ବାଇବେଲ ହିଁ ଆପଣଙ୍କୁ ସଫଳ କରିବ। ପୃଥିବୀରେ ଆଉ କୌଣସି ପୁସ୍ତକ ନାହିଁ ଆପଣଙ୍କ ଜୀବନକୁ ସଫଳ ଆଣିବା ପାଇଁ। ପୃଥିବୀରେ ଆଉ କୌଣସି ଜ୍ଞାନ ନାହିଁ ଆପଣଙ୍କ ଜୀବନକୁ ବୁଦ୍ଧିମାନ କରିବା ପାଇଁ। ପୃଥିବୀରେ କୌଣସି ବିଷୟ ନାହିଁ ଆପଣଙ୍କୁ ଗଭୀର କଥା କହିବା ପାଇଁ। ଗୋଟେ ମାତ୍ର ପୁସ୍ତକ, ତାହା ହେଉଛି ବାଇବେଲ, ଆପଣଙ୍କୁ କଥା କହିବ। କେହି ଜଣେ କହନ୍ତି, ତୁମେ ଯଦି ବାଇବେଲକୁ ବହିବ, ତୁମକୁ ବାଇବେଲ ବହି ବହିକିରି, ତୁମେ ଯୁଆଡେ ଯିବ ବାଇବେଲ ତୁମକୁ ବହି ବହିକିରି। ବାଇବେଲକୁ ବହିବାକୁ କେବେ ମଧ୍ୟ ଭୁଲନ୍ତୁ ନାହିଁ। ଏହା ସଫଳ ଆଣିଦିଏ। ବାଇବେଲ ଯୋଉମାନେ ପଢନ୍ତି ସେମାନେ ଜ୍ଞାନୀ ହୁଅନ୍ତି। ଗୀତ ସଂହିତା 119ର 98, 97, 98 ପଢନ୍ତୁ। ଗୀତ ସଂହିତା 119ର 97ରୁ ମଧ୍ୟ ପଢନ୍ତୁ। 97 ଆଜ୍ଞା, 97, 98 ପଢନ୍ତୁ। ମୁଁ ତୁମର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ, ତାହା ଦିନ ଯାକ ମୋହର ଧ୍ୟାନ। ତୁମର ଆଜ୍ଞା ସବୁ ମତେ ମୋ ଶତ୍ରୁଗଣ ଠାରୁ ଅଧିକ ଜ୍ଞାନ ଦାନ କରେ। ନମ୍ବର 1, ଯୋଉମାନେ ବାଇବେଲ ପଢନ୍ତି ସେମାନେ ତାଙ୍କ ଶତ୍ରୁ ମାନଙ୍କ ଠାରୁ ଜ୍ଞାନୀ ହେବେ। ଆପଣଙ୍କ ଶତ୍ରୁ ମାନଙ୍କ ଠାରୁ ଜ୍ଞାନୀ ହେବା ପାଇଁ ହେଲେ, ସମସ୍ତଙ୍କ ଜୀବନରେ ଶତ୍ରୁ ଅଛନ୍ତି, କାହାର ଜୀବନରେ ନାହିଁ ବୋଲି ଆପଣଙ୍କୁ ବାଇବେଲ ପଢିବାକୁ। ବାଇବେଲ କହେ ତୁମେ ଶତ୍ରୁ ଠାରୁ ଜ୍ଞାନୀ ହେବା ପାଇଁ ହେଲେ ଆପଣଙ୍କୁ ବାଇବେଲ ପଢିବାକୁ ପଡିବ। 99 ପଢମା, 99, 100 ବି ପଢିଦିଅ। ତୁମ ଆଜ୍ଞା ସବୁ ମତେ ମୋ ଶତ୍ରୁଗଣ ଠାରୁ ଅଧିକ ଜ୍ଞାନବାନ କଲେ, କାରଣ ତାହା ସବୁ ନିରନ୍ତର ମୋ ସଙ୍ଗେ ଥାଏ। ମୋର ସମସ୍ତ ଗୁରୁ ଅପେକ୍ଷା ମୋ ବୁଦ୍ଧି ଅଧିକ, କାରଣ ତୁମର ପ୍ରମାଣ ବାକ୍ୟ ସବୁ ମୋହର ଧ୍ୟାନ। ମୁଁ ପ୍ରାଚୀନ ମାନଙ୍କ ଅପେକ୍ଷା ଅଧିକ ବୁଝେ, ତେଣୁ ମୁଁ ତୁମର ବିଧାନ ସବୁ ପାଳନ କରିଅଛି। ବାଇବେଲରେ 3ଟା ପ୍ରତିଜ୍ଞା ଦିଆଯାଇଅଛି। ଯଦି ଆପଣ ଏଇ ଜାଗାରେ 3ଟା ପ୍ରତିଜ୍ଞା ଦିଆଯାଇଛି, ବାଇବେଲ ପଢିଲେ ଶତ୍ରୁ ଠାରୁ ଜ୍ଞାନୀ ହେବ, ଗୁରୁ ଠାରୁ ଜ୍ଞାନୀ ହେବ, ପ୍ରାଚୀନ ଠାରୁ ଜ୍ଞାନୀ ହେବ। ଯଦି ବାଇବେଲ ଆପଣ ପଢିବେ, ବାଇବେଲ ଆପଣଙ୍କୁ ଜ୍ଞାନୀ କରି ଉଠେଇବ, ବୁଦ୍ଧିମାନ କରିବ। ପ୍ରଥମେ ଲେଖାଯାଏ ତୁମର ଶତ୍ରୁ ଠାରୁ ତୁମେ ଅଧିକ ଜ୍ଞାନୀ ହେବ। ଦ୍ୱିତୀୟ କଥା ଲାଗେ ତୁମର ଗୁରୁ ଠାରୁ, ଯୋଉମାନେ ଗଣିତ ଶିଖେଇଥିଲେ ତାଠାରୁ ଅଧିକ ଆପଣ ଆଉ ଗଣିତ ଶିଖିବେ। ଯୋଉମାନେ ସାହିତ୍ୟ ଶିଖେଇଥିଲେ ତାଙ୍କଠାରୁ ଅଧିକ ସାହିତ୍ୟ ଶିଖିବେ। ଯୋଉମାନେ ଇଂରାଜୀ ଆପଣଙ୍କୁ ଶିଖେଇଛନ୍ତି ସେମାନଙ୍କଠାରୁ ଅଧିକ ଇଂରାଜୀ ଶିଖିବେ। ହେଲେ ବାଇବେଲ ପଢିବାର ଅଛି। ଯଦି ବାଇବେଲକୁ ପଢିଲେ ବାଇବେଲ ଆପଣ ଜ୍ଞାନୀ କରିବେ। ଆପଣଙ୍କର ମଣ୍ଡଳୀର ପ୍ରାଚୀନ ଠାରୁ ଆପଣଙ୍କୁ ଅଧିକ ଜ୍ଞାନବାନ କରିବ। ତେବେ ବାଇବେଲ ଆମେ କାହିଁକି ପଢୁ? ବାଇବେଲ ଏଥିପାଇଁ ପଢୁ, ସଫଳତା ପ୍ରାପ୍ତ ହେବା ପାଇଁ ପଢୁ। ବାଇବେଲ ଏଥିପାଇଁ ଆମେ ପଢୁ, ବାଇବେଲ ଆମମାନଙ୍କୁ କଥା କହେ। ବାଇବେଲ ଏଥିପାଇଁ ପଢୁ, ଆମମାନଙ୍କୁ ବାଇବେଲରେ ପ୍ରତିଜ୍ଞା ଦିଆଯାଇଛି ଯେ ଆମେ ସଫଳ ହେବା ପାଇଁ, ଆମମାନଙ୍କୁ ଜ୍ଞାନୀ କରିବା ପାଇଁ। ଚତୁର୍ଥ କଥା ଆମେ ଦେଖିବା, ତେବେ ବାଇବେଲ ଆମେ କାହିଁକି ପଢିବା? ଜହନ 17ର 17 ପଦକୁ ପଢନ୍ତୁ ପ୍ଲିଜ। ଜହନ ଲିଖିତ ସୁସମାଚାର 17 ଅଧ୍ୟାୟ 17 ପଦକୁ ପଢନ୍ତୁ। ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ। ବାଇବେଲ ଆମକୁ ପବିତ୍ର କରେ। ଯୋଉମାନେ ବାଇବେଲ ପଢନ୍ତି ସେମାନେ ପବିତ୍ର ହୁଅନ୍ତି, ନିର୍ମଳ ଜୀବନ କାଟନ୍ତି, ସେମାନଙ୍କର ଜୀବନ ଶୁଚି ହୁଏ। ଯୀଶୁ ସ୍ୱୟଂ ଆକୁ ପ୍ରାର୍ଥନା କରୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାଇବେଲ ଆମମାନଙ୍କୁ ପବିତ୍ର କରେ। ବାଇବେଲ ଆମମାନଙ୍କୁ ବାଇବେଲ କଣ କରେ? ଆମମାନଙ୍କୁ ପବିତ୍ର କରେ। ଏହା ଆମେ ଦେଖିଲୁ 119ର 140 ଯଦି ଆପଣ ପଢିବେ, ତାହା ମଧ୍ୟ ସେଇ ଜାଗାରେ ଲେଖା ହେଇଛି। ତେବେ ଆମମାନଙ୍କୁ ପ୍ରଭୁ ଅନୁଗ୍ରହ କରନ୍ତୁ, ବାଇବେଲ ପଢିବା ପାଇଁ ଆମମାନଙ୍କୁ ଶିକ୍ଷା ଦିଅନ୍ତୁ। ପ୍ରତିଦିନ ଆମମାନଙ୍କୁ କଥା କୁହନ୍ତୁ। ଯଦି ଆପଣ ବାଇବେଲ ପଢିବେ, ବାଇବେଲ ଆପଣଙ୍କୁ ପଢିବ। ତାର ଅର୍ଥ କଣ? ଯଦି ଆପଣ ବାଇବେଲ ପଢିବେ, ବାଇବେଲ ଆପଣଙ୍କୁ ପଢିବ। ତାର ଅର୍ଥ ହଉଛି ଈଶ୍ୱରଙ୍କର ଗୁପ୍ତ ବିଷୟ ସବୁ ଆପଣଙ୍କ ଆଗରେ ସେ ପ୍ରକାଶ କରିବେ।
ଯୋଉମାନେ ବାଇବେଲ ପଢନ୍ତି ପ୍ରଭୁ ତାଙ୍କ ଗୁପ୍ତ ବିଷୟ ସବୁ ତାଙ୍କ ଲୋକମାନଙ୍କୁ ଦିଅନ୍ତି। ପରୀକ୍ଷା କରନ୍ତୁ ଥରେ, ପ୍ରାର୍ଥନା କରନ୍ତୁ ଥରେ, ସମର୍ପିତ ହୁଅନ୍ତୁ ଥରେ। ଯେତେବେଳେ ଆମେ ବାଇବେଲ ପଢୁ ସେତେବେଳେ ବାଇବେଲ ଆମକୁ ସମସ୍ତ ଗୁପ୍ତ ବିଷୟ ରିଭିଲ କରିବ ଆଉ ବାଇବେଲ ଆମମାନଙ୍କୁ ଆଗକୁ ବଢିବା ପାଇଁ ସାହାଯ୍ୟ କରିବ। ନେକ୍ସଟ ମାଥ୍ୟୁ 4 ଅଧ୍ୟାୟ, ଲୁକ 4 ଅଧ୍ୟାୟରେ ଯଦି ଦେଖିବେ ଆପଣ ଯୀଶୁଙ୍କର କଥା ସେ ଜାଗାରେ ଲେଖାଯାଏ ଯେ ଯୀଶୁ ବାକ୍ୟ ଦ୍ୱାରା ଶୈତାନକୁ ପରାସ୍ତ କଲେ। ବାକ୍ୟରେ ଲେଖା ହେଇଛି ବୋଲି ଲେଖା। ବାଇବେଲ ଯୋଉମାନେ ପଢନ୍ତି ସେମାନେ ଶତ୍ରୁକୁ ବଦ୍ଧ କରିବେ। ସେ ତା ହଉଛି ଖଡ୍ଗ, ତା ହଉଛି ଅସ୍ତ୍ର, ତା ହଉଛି ଜୀବନର ଶକ୍ତି। ସ୍ୱୟଂ ଯୀଶୁ ତାକୁ ବ୍ୟବହାର କରିଥିଲେ। ତେବେ ପ୍ରିୟ ପ୍ରଭୁଙ୍କର ଲୋକ ବାଇବେଲ ପଠନରେ ଆଜି ବାଇବେଲ ଅଧ୍ୟୟନରେ ମୁଁ ଆଦି ପୁସ୍ତକ କଥା କହିବି ବୋଲି 2 ସପ୍ତାହ ଲାଗୁଛି, କିନ୍ତୁ ଟିକେ ମୁଇଁ ଅର୍ଡରଲି ଯାଉଛି, ସେଥିପାଇଁ ମୁଁ ଯିବି। ଆଉ ଆମମାନଙ୍କୁ ବାଇବେଲକୁ ପଢିବାକୁ ପଡିବ, ଶିଖିବାକୁ ପଡିବ। ଏହା ଆମମାନଙ୍କୁ ବୁଦ୍ଧିମାନ କରେ। ସଲୋମନ ଜ୍ଞାନୀ ଯେତେବେଳେ ସେ ପ୍ରାର୍ଥନା କଲେ ତାଙ୍କ ବାପା ପରେ ସେ କହିଲେ କଣ ଦରକାର ତମକୁ? ପ୍ରଭୁ ଏତେ ସନ୍ତୁଷ୍ଟ ହେଲେ ତାଙ୍କ ଠାରେ, ତାଙ୍କୁ କଣ ଦରକାର? ସେତେବେଳେ ସେ କହିଲେ ନା ମତେ ବୁଦ୍ଧି ଆଉ ଜ୍ଞାନ। କେତେ ଜ୍ଞାନ ଦେଲେ ଆଜି ଯଦି ପୃଥିବୀର ସବୁ ଲାଇବ୍ରେରୀକୁ ଯଦି ଯିବେ ସଲୋମନଙ୍କର ପୁସ୍ତକ ଉପରେ ଜ୍ଞାନୀ ଲୋକ କଥା ଯଦି ବାହାର କରିବେ ସଲୋମନଙ୍କର ବହି ହିଁ ପାଇବେ। ଗୁଗୁଲରେ ମାରିବେ ପୃଥିବୀର ଜ୍ଞାନୀ ଲୋକ କିଏ ଥିଲେ, ଜଣେ ବୋଲେ ସଲୋମନ କଥା ବାହାରିଲେ। କାରଣ ପ୍ରଭୁ ତାଙ୍କୁ ଜ୍ଞାନ ଦେଇଥିଲେ। ଆପଣଙ୍କୁ ଆଉ ମତେ ଆଜି ପ୍ରଭୁ ଜ୍ଞାନ ଦେବାକୁ ଚାହାନ୍ତି। ଯେତେବେଳେ ତାଙ୍କ ବାକ୍ୟକୁ ଆମମାନେ ଶିଖୁ ସେତେବେଳେ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦିଅନ୍ତି। ଆଉ ଯୋଉମାନେ ବାଇବେଲ ପଢନ୍ତି ସେମାନଙ୍କର ଫାଉଣ୍ଡେସନ ଷ୍ଟ୍ରଙ୍ଗ ହବ, ମୂଳଦୁଆ ଷ୍ଟ୍ରଙ୍ଗ ହବ। ମାଥ୍ୟୁ 7:24 ଆଉ 28 ଭିତରେ ଯଦି ଆମେ ଦେଖିବା ସେ ଜାଗାରେ ଲେଖା ହେଇଛି 2ଟି ଘର ତିଆରି କରିବା ଲୋକର କଥା ଲେଖାଯାଏ। ଜଣେ ବାଲୁକା ଉପରେ ଘର ତିଆରି କରିବା ଲୋକ, ଆଉ ଜଣେ ପ୍ରସ୍ତର ଉପରେ ଘର ତିଆରି କରିବା। ଯେଉଁମାନେ ଈଶ୍ୱରଙ୍କର ବାକ୍ୟକୁ ପଢନ୍ତି ବାଇବେଲ ଆପଣଙ୍କୁ ଷ୍ଟ୍ରଙ୍ଗ କରିବ। ତାଡ଼ନା ଆସୁ, ଦୁଃଖ ଆସୁ, ନିନ୍ଦା ଆସୁ। ଏବେ ମାଲକାନଗିରିରେ ଅନେକ ତାଡ଼ନା ହେଇଛି, ଆଉ ଆପଣ ମାନେ ଜାଣିଛନ୍ତି ଜଗଦୀଶ ଆଜ୍ଞା ସେଠି ରହିଛନ୍ତି, ଜାଣିଛନ୍ତି ସେମାନେ କେତେ କଷ୍ଟ କେତେ ଦୁଃଖ। କିନ୍ତୁ ପ୍ରକୃତରେ ଯୋଉମାନଙ୍କର ଫାଉଣ୍ଡେସନ ଷ୍ଟ୍ରଙ୍ଗ ଅଛି ସେମାନେ କେବେ ବି ପଛଘୁଞ୍ଚା। ବାଇବେଲ ଆମକୁ ବିଶ୍ୱାସରେ ଆଗକୁ ବଢାଏ। ବାଇବେଲ ଆମକୁ ପ୍ରଭୁ ପ୍ରିୟ କରାଏ। କେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ପଛଘୁଞ୍ଚା ହେବାକୁ ଦିଏ ନାହିଁ। ଯୋଉମାନେ ବି ବାଇବେଲ ପଢିଛନ୍ତି ସେମାନେ, ଯୋଉମାନେ ବି ବାଇବେଲକୁ ଜାଣିଛନ୍ତି ସେମାନେ ଜୀବନରେ ସଫଳ ପ୍ରାପ୍ତ ହେଇଛନ୍ତି। ବାଇବେଲ ଇଜ ଦ ବେଷ୍ଟ ଟେକ୍ସଟ ବୁକ୍। ବାଇବେଲ ହଉଛି ପ୍ରାର୍ଥନା କରିବା ନିମନ୍ତେ ଗୋଟେ ଭଲ ସାଥୀ, ଗୋଟେ ଭଲ ଗାଇଡଲାଇନ ବୁକ୍। ଯୋଉମାନେ ବାଇବେଲ ପଢିବେ ସେମାନେ ପ୍ରାର୍ଥନା କରିବେ ବାକୁ ଜାଣିବେ। ସେମାନେ ଆପଣଙ୍କର ବସ୍ ଅଛି 7:15 ଆପଣଙ୍କୁ ପ୍ରାର୍ଥନା କରିଦେଲେ 7:20 ଯାଇବ ଆପଣଙ୍କୁ ବସ୍ ଜଗିଥିବ? ବସ୍ ଜଗି ନଥିବ। ବାଇବେଲ ପଢିଲେ ଆପଣ ଜାଣିବେ କେତେ ସମୟ ପ୍ରାର୍ଥନା କରିବେ, କୋଉ ବିଷୟ ପ୍ରାର୍ଥନା କରିବେ ଆପଣ ଜାଣିବେ। ପ୍ରାର୍ଥନା ଯେତେବେଳେ ଆମକୁ ଦିଆହେଇଛି ସଠିକ ବିଷୟରେ ଆମେ ପ୍ରାର୍ଥନା କରିବାକୁ ପଡିବ। 20 ମିନିଟ୍ 15 ମିନିଟ୍ ପ୍ରାର୍ଥନା କରିଦେଲେ ହବ ନାହିଁ। ଆପଣଙ୍କୁ ଯୋଉ ପଏଣ୍ଟ ଦିଆହେଇଛି ତାକୁ ପଏଣ୍ଟ ଟୁ ପଏଣ୍ଟ ପ୍ରାର୍ଥନା କରିବାକୁ ପଡିବ। ସମସ୍ତେ ପ୍ରାର୍ଥନା କରିବାକୁ ଚାହାନ୍ତି। ଲମ୍ବା ପ୍ରାର୍ଥନା ପ୍ରଭୁ ଶୁଣନ୍ତି ନାହିଁ। ଲମ୍ବା ପ୍ରାର୍ଥନା ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି ଆପଣ ବାରମ୍ବାର ରିପିଟ କଲେ। ତେବେ ଯଦି ଆପଣ ଛୋଟିଆ କରିକି ପ୍ରାର୍ଥନା କରିବେ ପ୍ରଭୁ ଆମମାନଙ୍କୁ କଥା କହିବେ, ପ୍ରଭୁ ଆମମାନଙ୍କୁ ଶିଖେଇବେ। ବାଇବେଲରେ ଆମେ ବେଳେ ବେଳେ ପ୍ରାର୍ଥନା କରୁ, କେହି କିଛି ଭାବିବେ ନାହିଁ। ବେଳେ ବେଳେ ପ୍ରାର୍ଥନା କରୁ। ଗୀତ ସଂହିତା 1ରେ ଲେଖା ହେଇଛି ପ୍ରଭୁ, 2ରେ ଲେଖା ହେଇଛି ପ୍ରଭୁ, 3ରେ ଲେଖା ହେଇଛି ପ୍ରଭୁ, 33ରେ ଲେଖା ହେଇଛି। ଯୀଶୁ ସତ୍ୟ ଜାଣିନାହାନ୍ତି ବାଇବେଲର ବଦଳ ପାଠ ପଢେଇ ଥାଉଛୁ ଆମେ। ଏଇଠି ଲେଖା ହେଇଛି, ସେଇଠି ଲେଖା ହେଇଛି, ସେଇଠି ଲେଖା ହେଇଛି। ପ୍ରଭୁଙ୍କୁ ଆମେ ବାକ୍ୟ କଥା ଶିଖେଇବୁ। ଏମାନେ ଏଇ ସବୁ ଜିନିଷ କ୍ଷେତ୍ରରେ ଆମକୁ ଶିଖିବା ପାଇଁ ହେଲେ ଆମକୁ ସିଷ୍ଟମାଟିକ ଜ୍ଞାନର ଆବଶ୍ୟକତା ଅଛି। ଆପଣଙ୍କୁ ପୁରା ଜ୍ଞାନ ଦିଆଯାଇଛି ବାଇବେଲ ପଢିବା ପାଇଁ। ଗୀତ ସଂହିତା ଜିରିମିୟ 33:3ରେ ଲେଖା ହେଇଛି ପ୍ରଭୁ ପ୍ରାର୍ଥନା କର ବୋଲି ମୁଁ ପ୍ରାର୍ଥନା କରୁଛି ନା। ଆପଣଙ୍କର ବିନତି ପ୍ରାର୍ଥନା ଲୁହ ଝରା ପ୍ରଭୁ ଦେଖୁଛନ୍ତି। ପ୍ରଭୁଙ୍କୁ ଆଉ ପ୍ରାର୍ଥନା କରି ବାଇବେଲ ପଢିବାଟା ଶିଖାନ୍ତୁନି, ଆପଣ ଶିଖନ୍ତୁ ତାଙ୍କ। ଯୀଶୁ କହିଲେ ମୋ ନିକଟରୁ ଶିଖ, ହେଲେ ପ୍ରାର୍ଥନା କଲା ବେଳକୁ ଆମେ ତାଙ୍କକୁ ଶିଖଉଛୁ ବେଳେ ବେଳେ। ତା ହଉଛି ଭୁଲ ପ୍ରାର୍ଥନା। ବାଇବେଲରେ ହାନା ପ୍ରାର୍ଥନା କରିଥିଲେ, ଲୁହ ଝରେଇ ପ୍ରାର୍ଥନା। ହାନାର ପ୍ରାର୍ଥନା ସଦାପ୍ରଭୁ ଶୁଣିଥିଲେ। ପ୍ରଭୁ ଦାଉଦର ପ୍ରାର୍ଥନା ପ୍ରଭୁ ଶୁଣିଥିଲେ। ଯୀଶୁ ସ୍ୱୟଂ ସେଠିର ଉଦାହରଣ ପାନ୍ତିଆରେ ଯାଇ ପ୍ରାର୍ଥନା କରୁଥିଲେ। ବାଇବେଲ ଇଜ ଦ ବେଷ୍ଟ ଟେକ୍ସଟ ବୁକ୍।
ବାଇବେଲ ହଉଛି ସବୁଠୁ ଗୋଟେ ଉତ୍ତମ ବହି ଆମମାନଙ୍କୁ ପ୍ରାର୍ଥନା କରିବାର ଶିଖାଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଯେତେବେଳେ ବାଇବେଲ ପଢୁ, ବାଇବେଲ ଆମମାନଙ୍କୁ ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରେ। ନେକ୍ସଟ, ବାଇବେଲ ଆମମାନଙ୍କର ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଗୋଟେ କଣ୍ଡକ୍ଟ ବୁକ୍, ବୁକ୍ ଅଫ କଣ୍ଡକ୍ଟ, ଏକ ଚରିତ୍ରର ବହି। ଆମମାନଙ୍କୁ ଚରିତ୍ର ଶିଖାଏ, ଆମମାନଙ୍କୁ ଜ୍ଞାନ ଶିଖାଏ, ଆମମାନଙ୍କୁ ବୁଦ୍ଧି ଶିଖାଏ, ଆମମାନଙ୍କୁ ଆଗକୁ ବଢାଏ। ଆପଣ କଣ କରିବେ କଣ ନ କରିବେ ବାଇବେଲରେ ସବୁ ଜିନିଷ ଲେଖା ଅଛି। ବାଇବେଲକୁ 40 ଜଣ ଯୋଉ ଲେଖିଛନ୍ତି ତାକୁ ବିଭିନ୍ନ ଭାଷାରେ ତର୍ଜମା କରାଯାଇଛି। ଯୋଉ ତର୍ଜମା କରାଯାଇଛି ତାକୁ ଆପଣ ମାନେ ମତେ କହିବେ କି କେମିତି ତର୍ଜମା କରାଗଲା, ତାକୁ କେମିତି ଅନୁବାଦ କରାଗଲା? ଅନୁବାଦକ ତାର ନିଜର ଚିନ୍ତାଧାରା ସେଠି ସେ ପୁରେଇଲେ, ଯଦି ବା ଅର୍ଥଟା ସତ୍ୟ ଅଟେ, କେତୋଟି ଜିନିଷ ଭାବପୂର୍ଣ୍ଣ ଅଟେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ତେବେ ଆମେ ଅରିଜିନାଲ ବାଇବେଲକୁ ଯେତେବେଳେ ଯିବା ଗ୍ରୀକ ଆଉ ହିବ୍ରୁକୁ, ଆମେ ତାର ପ୍ରକୃତ ଅର୍ଥକୁ ଆମେ ଜାଣିପାରିବା। ସେଥିପାଇଁ ବାଇବେଲ ଆମକୁ ପଢିବାକୁ ପଡିବ। ବାଇବେଲ ଆମମାନଙ୍କୁ ଆଉ ଶିଖାଏ ଆମମାନଙ୍କର ବ୍ୟବହାର ଆଉ ଚରିତ୍ର। ତେବେ ବାଇବେଲ ହଉଛି ଆମମାନଙ୍କର ରୋଲ ମଡେଲ। ବାଇବେଲ ଇଜ ରୋଲ ମଡେଲ। ଯଦି ଆପଣ କାହାକୁ ରୋଲ ମଡେଲ ବେଳେ ବେଳେ ଆମେ କହୁଛୁ, ସେ ହଉଛନ୍ତି ମୋର ରୋଲ ମଡେଲ, ସେ ମୋର ଆଦର୍ଶ, ତାଙ୍କ ଦ୍ୱାରା ଶିଖିଲି, ତାଙ୍କ ଦ୍ୱାରା ଜାଣିଲି, ଦ୍ୟାଟ୍ସ ଦ ବେଷ୍ଟ ଥିଙ୍ଗ। କିନ୍ତୁ ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକ ପାଇଁ ବାଇବେଲ ହଉଛି ରୋଲ ମଡେଲ। ଯଦି ଆପଣ ବାଇବେଲକୁ ଫଲୋ କରିବେ, ବାଇବେଲ ଆପଣଙ୍କୁ ଫଲୋ। ବାଇବେଲରେ ଏ ରୋଲ ମଡେଲ ମାନଙ୍କର କଥା ପ୍ରାୟ 3000 ଲୋକଙ୍କର ଚରିତ୍ର କଥା ଲେଖା ହେଇଛି। 2930ଟା ଚରିତ୍ର ତଥା 3000 ଚରିତ୍ର କଥା ବାଇବେଲରେ ଲେଖା ହେଇଛି। କୋଉମାନଙ୍କର ଚରିତ୍ର କଥା ବାଇବେଲରେ ଲେଖା ହେଇଛି? କେହି ଜଣେ ମତେ ପଢି ସାହାଯ୍ୟ କରିବେ? ଏଭ୍ରି 12 ଅଧ୍ୟାୟର ଆଉ 1 ପଦକୁ ପଢନ୍ତୁ। ଏଭ୍ରି 12 ଅଧ୍ୟାୟ 1 ପଦ ପଢନ୍ତୁ। ଅତଏବ ଏଡେ ବୃହତ ମେଘ ତୁଲ୍ୟ ସାକ୍ଷୀ ମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହଉ। ପ୍ରେଜ ଦ ଲର୍ଡ। ବିଶ୍ୱାସର ନେତା ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରୁ। 11 ଅଧ୍ୟାୟରେ ଦେଖିବେ, ତେବେ ବୀରମାନଙ୍କର କଥା ଲେଖାଯାଏ। ବାଇବେଲର ବୀରମାନଙ୍କର କଥା ଲେଖାଯାଏ। ଅବ୍ରାହମ, ମୋଶା, ଯାକୁବ, ଜହନ, ବିଭିନ୍ନ ପ୍ରଭୁଙ୍କର ଲୋକଙ୍କର କଥା, ସେମାନେ ବାଇବେଲର ବୀରମାନେ, ସେମାନଙ୍କର ରୋଲ ମଡେଲ ଆମମାନଙ୍କୁ ଜାଣିବାକୁ ପାଉଛୁ। ମୋଶାଙ୍କୁ ପ୍ରଭୁ ଆଉ ଏକ ଭିନ୍ନ ପରିବେଶ ମଧ୍ୟରେ ତାକୁ ପ୍ରଭୁ ଜନ୍ମ ହେବାରେ ସାହାଯ୍ୟ କଲେ। ତାଙ୍କୁ ପାଣିରେ ଭସେଇ ଦିଆଗଲା ଏବଂ ତାଙ୍କୁ ଆଉ ଥରେ ଆଣି ରାଜଗାଦିରେ ବସେଇ ନିଆଗଲା। ତାଙ୍କ ଚରିତ୍ର କଥା ଆମେ ଜାଣିପାରିବା। ଅବ୍ରାହମଙ୍କର ଚରିତ୍ର କଥା ବାଇବେଲ ପଢିଲେ ଆମେ ଜାଣିପାରିବା। ତ ବାଇବେଲ ହଉଛି ଆମଙ୍କର ରୋଲ ମଡେଲ। ଯଦି ଆଉ କେହି ଅଛନ୍ତି କି ନାଇଁ ଆମ ରୋଲ ମଡେଲ, ତା ତ ଦ୍ୱିତୀୟ ହେଇପାରେ, କିନ୍ତୁ ପ୍ରତ୍ୟେକ ଖ୍ରୀଷ୍ଟିଆନ ଲୋକମାନଙ୍କର ରୋଲ ମଡେଲ ହଉଛି ବାଇବେଲ। ଯଦି ବାଇବେଲ ପଢିବେ, ଆପଣ ପ୍ରତ୍ୟେକ ବିଷୟ, ମାନବ ଜାତିର ପ୍ରତ୍ୟେକ କଥା, ଗୋଟି ଗୋଟି କଥା ଲେଖାଯାଏ। ଆପଣଙ୍କ ଶରୀରର କଥା ଲେଖାଯାଏ, ଆପଣଙ୍କ ଆଖିର କଥା ଲେଖାଯାଏ, ଆପଣଙ୍କର ଚାଲିବାର କଥା ଲେଖାଯାଏ, ଆପଣଙ୍କର ବସିବାର କଥା ଲେଖାଯାଏ, ଆପଣଙ୍କ ଉଠିବାର କଥା ଲେଖାଯାଏ। ବାଇବେଲକୁ ଯୋଉମାନେ ପଢନ୍ତି, ପରମେଶ୍ୱର ସେମାନଙ୍କୁ ଶିକ୍ଷା ଦିଅନ୍ତି। ଆଜିର ଦିନରେ ଆମେ ଏତେ ଅଭ୍ୟସ୍ତ ହେଇଗଲୁ ବାଇବେଲ ଆଉ ପଢୁନୁ। ଆମେ କେହି ଅଡିଓ ବାଇବେଲ ଶୁଣନ୍ତି, ଆଉ ଆମେ ବେଳେ ବେଳେ ବାଇବେଲ ପଢିବା କହୁନ, ପ୍ରଚାର କରିବାକୁ ଗଲେ ଆମେ ବହୁତ ଆଗ ଫାଷ୍ଟ, କିନ୍ତୁ ବାଇବେଲ ପଢିବାରେ ବହୁତ ପଛୁଆ। ଜଣେ ବେଷ୍ଟ ପ୍ରଚାର କରିବା ପାଇଁ ଆପଣ ଇଚ୍ଛା କରନ୍ତି, ଆପଣ ଜଣେ ବାଇବେଲ ଅଧ୍ୟୟନକାରୀ। ଯଦି ବାଇବେଲକୁ ଅଧ୍ୟୟନ କରିବେ, ଭଲ ପ୍ରଚାର କରିପାରିବେ। ବାଇବେଲକୁ ଅଧ୍ୟୟନ କରିବେ, ପରମେଶ୍ୱର ଆପଣଙ୍କୁ ବ୍ୟବହାର କରିବେ। ଯୋଉମାନେ ବାଇବେଲକୁ ଭଲ ପାଆନ୍ତି, ବାଇବେଲ ସେମାନଙ୍କୁ ଭଲ ପାଏ। ମୁଣ୍ଡରେ ରଖି ଶୋଇ ଦଉ, ଶୈତାନର ନ ଆସୁ, ଖରାପ ସ୍ୱପ୍ନ ନ ଆସୁ ବୋଲିକିରି, ଆଉ ସେ ବର୍ଷ ବର୍ଷ ଧରି ମୁଣ୍ଡରେ ଏକା ରଖି ଶୋଇଥାଉ, କେବେ ପଢବାଟା ନାହିଁ। ଏ ମୁଣ୍ଡ ରଖା ସିଷ୍ଟମକୁ ଆମେ ଛାଡି ଦଉ। ଆଖି ଦେଖା ଆମେ ଆରମ୍ଭ କରୁଥିବେ, ପ୍ରଭୁ ଆମର ଆଖିକୁ ଫିଟେଇ ଦେବେ। ବହୁତ ଲୋକ ମୁଣ୍ଡ ପାଖରେ ରଖିକରି ପ୍ରାର୍ଥନା କରନ୍ତି ନାହିଁ, କିନ୍ତୁ ଦେଇକି ଶୁଣନ୍ତି। ତାହା ଆମମାନଙ୍କୁ ଉପକାରରେ ଆଣିବ ନାହିଁ। ମୋ ପ୍ରିୟ ଲୋକମାନେ, ବାଇବେଲକୁ ପଢନ୍ତୁ। ବାଇବେଲ ଆମକୁ ଜୀବନ ପ୍ରଦାନ କରେ। କାହିଁକି ଆମେ ବାଇବେଲ ପଢିବା? ଆମମାନଙ୍କୁ ବାଇବେଲ ଜୀବନ ପ୍ରଦାନ କରେ। ଯଦି ଆମେ ବାଇବେଲକୁ ପଢିବା, ନୂଆ ଜ୍ଞାନ, ନୂଆ ବୁଦ୍ଧି ଆମମାନେ ଶିଖିପାରିବା। ତେଣୁ ବାଇବେଲ ପଢିବାରେ
ଅଭ୍ୟାସ କରନ୍ତୁ। ବାଇବେଲ ଇଜ ଏ ଲିଭିଂ ବୁକ୍, ଏହା ହେଉଛି ଜୀବନ୍ତ ପୁସ୍ତକ। ଆଉ କିଛି କଥା କହି ମୁଁ ଆପଣମାନଙ୍କୁ ଆଗକୁ ଟିକେ ନେବା ପାଇଁ ଚାହେଁ। ବାଇବେଲ ହେଉଛି ଗୋଟେ ମହାନ ପୁସ୍ତକ। ପୃଥିବୀରେ ଯେତେ ସବୁ ପୁସ୍ତକ ଅଛି ସବୁଠାରୁ ଅଧିକ ସେଲିଂ ହଉଥିବା ପୁସ୍ତକ ହେଉଛି ବାଇବେଲ। ଅଧିକ ପାଠ କରାଯାଇଥିବା ପୁସ୍ତକ ହେଉଛି ବାଇବେଲ। ଅଧିକ ଲୋକ ପଢିକରି ପରିବର୍ତ୍ତନ ହଉଥିବା ପୁସ୍ତକ ହେଉଛି ବାଇବେଲ। ଆଜି ଯଦି ପଢା ଆରମ୍ଭ କରିବେ, ଆପଣଙ୍କୁ ପ୍ରଭୁ ଆଜି ରାତିରେ କଥା କହିବେ, ଆପଣଙ୍କୁ ପରିବର୍ତ୍ତନ ହେବାର ସାହାଯ୍ୟ କରିବେ। ଆପଣଙ୍କର ଦୁଃଖକୁ ସେ ଶୁଣିବେ, ଆପଣଙ୍କର କଷ୍ଟକୁ ସେ ଶୁଣିବେ। ବିରକ୍ତ ହେଇଗଲେ ବେଳେ ବେଳେ ଆମେ ବାଇବେଲ ଅଧ୍ୟୟନ କରିନଥାଉ। ଯେତେବେଳେ ଅଧ୍ୟୟନ କରିନଥାଉ ସେତେବେଳେ ଆମେ ଆଶୀର୍ବାଦ ହରେଇଥାଉ। ଏ ବାଇବେଲ ଗୋଟେ ମହାନ ପୁସ୍ତକ। ବାଇବେଲ ଭଲସେ ଶୁଣନ୍ତୁ ମା ମାନେ, ବିଶେଷ କରି ବିଡ଼ିକା ଆଜ୍ଞାକୁ ମୁଁ କହୁଛି। ଅଛନ୍ତି ବିଡ଼ିକା ଆଜ୍ଞା? ବିଡ଼ିକା ଆଜ୍ଞା ଅଛନ୍ତି କି? ଏ ଜର୍ଣ୍ଣିରେ ବାଇବେଲ, ଆଜ୍ଞା ଆଜ୍ଞା, ବାଇବେଲ ଅଛନ୍ତି ଅଛନ୍ତି। ଦୁଃଖ କାଳେ ସୁଖ ଦିଏ। ଯଦି ବାଇବେଲ ପଢିବେ ସୁଖ ମିଳେ। ବାଇବେଲ ଆପଣଙ୍କୁ ରୋଗରୁ ସୁସ୍ଥ କରେ। ବାଇବେଲ ଆପଣଙ୍କୁ ଜ୍ଞାନ ବୁଦ୍ଧି ଦିଏ। ପାପ ଯେତେବେଳେ ଆମେ କରୁ ବାଇବେଲ ଆମମାନଙ୍କୁ ଭର୍ସନା କରେ। ଆମେ ଭୁଲ କାର୍ଯ୍ୟ କଲେ ବାଇବେଲ ଆମମାନଙ୍କୁ ଭର୍ସନା କରେ, ଆମମାନଙ୍କୁ ପାପ କରିବାରୁ ନିବୃତ୍ତ କରେ। ବାଇବେଲ ପ୍ରତିଦିନ ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବାର ସାହାଯ୍ୟ କରେ। ଗତ ରବିବାର ଦିନ ମୁଁ ଗୋଟେ ଚର୍ଚ୍ଚ ଯାଇଥିଲି, ଇଂଲିଶ ଚର୍ଚ୍ଚ। ଜଣେ ପ୍ରଭୁଙ୍କର ଦାସ ପ୍ରଚାର କରୁଥିଲେ। ସେ କହିଲେ, ପ୍ରଭୁ କାହିଁକି ଆମ କଥାକୁ ଶୁଣନ୍ତି ନା? ସେ କହୁଥିଲେ ବିଭିନ୍ନ ପ୍ରତିଜ୍ଞା ଦିଆଯାଇଛି। ଗୀତ ସଂହିତା 66ର ଲେଖା ହେଇଛି 11ରେ, ଯଦି ମୁଁ ମନ ମଧ୍ୟରେ ଅଧର୍ମକୁ ଆଧାର କରେ ତେବେ ପ୍ରଭୁ ମୋ କଥା ଶୁଣିବେ ନା। ବାଇବେଲକୁ ଅନେକ ତ୍ୟାଗପୂର୍ଣ୍ଣ ଭାବରେ ଲେଖାଯାଇଛି। ବାଇବେଲକୁ ଲେଖିବା ପାଇଁ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ଭିତରକୁ ତଳ ମୁଣ୍ଡ ଉପର ଗୋଡ଼ କରି କାଟି ଦିଆଯାଇଛି। ଜହନ ଜଣେ ମାତ୍ର ଶିଷ୍ୟ ଯେ ସ୍ୱାଭାବିକ ଭାବରେ ମରିଥିଲେ, ତାଙ୍କୁ ଛାଡ଼ିଥିଲେ ସମସ୍ତଙ୍କୁ ମର୍ଡର କରାଯାଇଛି। এই ପ୍ରକାର ଅବସ୍ଥାରେ ପରମେଶ୍ୱରଙ୍କର ବାକ୍ୟକୁ ଲେଖାଯାଇଛି। କିନ୍ତୁ ଆକୁ ଆମେ ବହୁତ ହାଲକା ବୋଲିକରି ମନେ ଭାବୁଛୁ। ଆମେ ଭାବୁଛୁ ଏଟା ବହୁତ ସହଜ ବୋଲିକରି ମନେ, କିନ୍ତୁ ସହଜ ନୁହେଁ ମୋର ପ୍ରିୟ ମାନେ। ତେବେ ବାଇବେଲ ପଢିବା ଦ୍ୱାରା ଆମମାନଙ୍କୁ ଜୀବନ ମିଳିଥାଏ। ବାଇବେଲ କଷ୍ଟ ଠାରୁ ଆମମାନଙ୍କୁ ସୁଖ ଦେଇଥାଏ। ବାଇବେଲ କ୍ରନ୍ଧନ ଠାରୁ ଆମମାନଙ୍କୁ ମୁକ୍ତ କରିଥାଏ। ବାଇବେଲ ଆମମାନଙ୍କୁ ଆଶୀର୍ବାଦ ଆଣି ଦେଇଥାଏ। ଆମେ ଯେତେବେଳେ ବାଇବେଲ ପଢୁ ସେତେବେଳେ ଆମେ କିଏ ଅଟୁ ନିଜକୁ ଜାଣିପାରୁ। ବାଇବେଲ ଆଉ ଗୋଟେ ବିଶିଷ୍ଟ କଥା କହେ। ଜୀବନର ବଡ଼ ପ୍ରଶ୍ନ ଆପଣଙ୍କୁ ପଚାରେ, ମୁଁ କେଉଁଠାରୁ ଆସିଛି? ଆମେ ସମସ୍ତେ ଭାବୁ ମା ଗର୍ଭରୁ ଆସିଛୁ, କିନ୍ତୁ ମା ଗର୍ଭରୁ ବର୍ଷ ବର୍ଷ ନଥିଲୁ ଆମେ। ଗୋଟେ ତାରିକା ମାତ୍ର ମା ଗର୍ଭରେ ପଡିବାରେ ଆମେ। କିନ୍ତୁ ବାଇବେଲ ଯଦି ପଢିବେ ଆପଣ କେଉଁଠାରୁ ଆସିଛନ୍ତି ଆପଣ ଜାଣିପାରିବେ। ଆପଣ କୋଉଠିକୁ ଯିବେ ତାକୁ ବି ଜାଣିପାରିବେ। କାହିଁକି ଏଠାକୁ ଆସିଛନ୍ତି ଜୀବନର ଉଦ୍ଦେଶ୍ୟକୁ ଆପଣ ଜାଣିପାରିବେ। କି ପ୍ରକାର ଜୀବନ କାଟୁଛନ୍ତି ତାକୁ ମଧ୍ୟ ଆପଣ ଜାଣିପାରିବେ। ଅନଲି ବାଇବେଲ, କେବଳ ବାଇବେଲ ପଢିଲେ ସବୁ ଜିନିଷକୁ ଜାଣିପାରିବେ। ବାଇବେଲ ଆମମାନଙ୍କୁ ଏଇ କଥା ଶିକ୍ଷା ଦିଏ, ଈଶ୍ୱର କିଏ, ପରିତ୍ରାଣ କଣ, କି ପ୍ରକାର ପ୍ରାର୍ଥନା କରିବି, ପବିତ୍ର ଆତ୍ମାକୁ କି ପ୍ରକାର ପାଇବି, ବିଚାର ବିଷୟ କହେ, ଗୁପ୍ତ ବିଷୟ କହେ, ମନୁଷ୍ୟର ଉତ୍ପତ୍ତି କଥା କହେ, ପରିତ୍ରାଣ କଥା କହେ। ଯଦି ବାଇବେଲକୁ ଆମେ ପାଠ କରିବା ଏ ସମସ୍ତ ବିଷୟ ଆମମାନେ ଜାଣିପାରିବା। ତେବେ ମୁଁ କେତେବେଳେ ପର୍ଯ୍ୟନ୍ତ ଯିବି ଜଗଦୀଶ ଆଜ୍ଞା? ଆଜ୍ଞା ଆଜ୍ଞା, ଆଉ ଗୋଟେ ଅଛି ସାର୍, ଆଉ ସମୟ ଅଛି, ଆଉ 25 ମିନିଟ୍ ଅଛି। ଓ ଠିକ ଅଛି। ତେବେ ମୁଁ ଟିକେ ସମୟ ହେଇଗଲା ବୋଲି ଭାବିଲି ତ ସେଥିପାଇଁ। ତେବେ ବାଇବେଲ ହଉଛି ଆମମାନଙ୍କର ପାଇଁ ଏକ ଗାଇଡଲାଇନ ପୁସ୍ତକ। ତେବେ ମୁଁ କଣ କଣ କହିଲି ମତେ ଆଉ ଟିକେ ରିପିଟ କରିଦେବେ। ଏଇଟା ହଉଛି ବାଇବେଲ ଅଧ୍ୟୟନ, ମୁଁ ପ୍ରଚାର କରୁନାହିଁ ସେଥିପାଇଁ। ଆଉ ମତେ ଟିକେ ରିପିଟ କଲେ ମୁଁ ଟିକେ ଭଲ ଲାଗିବ, ଆଉ ତାପରେ ଆଗକୁ ଆମେ ବଢବା। ପ୍ରଥମ କଥା ବାଇବେଲ, କେଉଁଠାରୁ ଆଜ୍ଞା ଆସି କେଉଁଠାରୁ ଆସିଛୁ, କେଉଁଠାକୁ ଯିବୁ, କିପରି ଜୀବନ କାଟିବୁ। ମୂଳରୁ ଟିକେ ଚିନ୍ତା
ଚିନ୍ତା କରିବା ମା ଆମେ ଆପକୃପା ପୁସ୍ତକରୁ ଆରମ୍ଭ କଲୁ ଆଉ ତାହା ଯଦି ବା ଲେଖା ଯାଇଥିଲା କିନ୍ତୁ ଆମ ଶାସ୍ତ୍ରରେ ଜଡ଼ିତ ନୁହେଁ। ପ୍ରଥମ କଥା କାହିଁକି ଜଡ଼ିତ ନୁହେଁ ଯେ ଯୀଶୁ ତାକୁ ବ୍ୟବହାର କରିନଥିଲେ। କାହିଁକି ଜଡ଼ିତ ନୁହେଁ ଜିହୁଦୀୟ ମାନଙ୍କ ପାଇଁ ଲେଖା ଯାଇଥିଲା ଆଉ ସେମାନେ ବି ତାକୁ ପାଳନ କରନ୍ତି ନାହିଁ। ପ୍ରେରିତ ମାନେ ମଧ୍ୟ ଆପକୃପା ପୁସ୍ତକ ପାଳନ କରନ୍ତି ନାହିଁ। ଆଦ୍ୟ ମଣ୍ଡଳୀ ବି ଆପକୃପା ପୁସ୍ତକ ଗ୍ରହଣ করে ନାହିଁ। ସେଥିପାଇଁ ଆମେ ଆପକୃପା ପୁସ୍ତକ ଗ୍ରହଣ କରୁ ନା ପ୍ରଥମ କଥା। ଦ୍ୱିତୀୟ କଥା ଆମେ କାହିଁକି ବାଇବେଲ ପାଠ କରିବା ଆଉ ଏହା ଆମମାନଙ୍କୁ ଖାଲି ସୂଚନା ଦିଏ ଏ କଥା ନୁହେଁ ଆଉ ଏହା ମଧ୍ୟ ଆମମାନଙ୍କୁ ପରିବର୍ତ୍ତନ କରେ। ବେଳେ ବେଳେ ସୂଚନା ପାଇଁ ପଢିଥାଉ ଏ କଥା ଆଲୋଚନା କରୁ। ଆଉ ବାଇବେଲ କାହିଁକି ପଢିବା ଏହା ପରିତ୍ରାଣର ଜ୍ଞାନ ଆମମାନଙ୍କୁ ପ୍ରଦାନ କରେ। ଆଉ ବାଇବେଲ ହଉଛି ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ। ଦ୍ୱିତୀୟ ତିମୋଥୀ 3:15-17 ଜଷ୍ଟ ମୁଁ ରିପିଟ କରୁଛି। ଆଉ ବାଇବେଲ ପଢିବା ପାଇଁ 5ଟା ଆଙ୍ଗୁଠି କଥା କହିବି। କିଏ କହିବେ ମତେ 5ଟା ଆଙ୍ଗୁଠି? ନମ୍ବର 1 ପ୍ରାର୍ଥନା। ନମ୍ବର 2 ମନେ ରଖନ୍ତୁ ମୁଁ ପଚାରିଲି ପ୍ରାର୍ଥନା, ବାକ୍ୟ ବାକ୍ୟ ପଠନ, ପଢିବା, ଧ୍ୟାନ କରିବା, ଧ୍ୟାନ କରିବା, କାର୍ଯ୍ୟ ନିଜ କରିବା, ଜୀବନରେ ପ୍ରୟୋଗ କରିବା, ଅନ୍ୟମାନଙ୍କୁ ଜଣାଇବା। କହିବା। ଫଟାଫଟ କୁହନ୍ତୁ। 5ଟା ଆଙ୍ଗୁଠିକୁ ମନେ ପକେଇଲେ ମନେ ପଡିଯିବ। ପ୍ରାର୍ଥନା କରିବା, ପ୍ରାର୍ଥନା କରିବା, ବାଇବେଲ ପଠନ କରିବା, ଧ୍ୟାନ କରିବା, କାର୍ଯ୍ୟରେ ଲଗେଇବା, ଅନ୍ୟମାନଙ୍କୁ କହିବା। ବାଇବେଲ ଏତେ ବଡ ପୁସ୍ତକ ଆପଣଙ୍କୁ କେତେ ଦିନ ଲାଗିବ ପଢବା ପାଇଁ ବୋଲିକରି ଯଦି ବାଇବେଲ ପଢିବେ ଧ୍ୟାନ ସହିତ ବୋଲେ? ଗୋଟେ ଆଲୋଚନା କରି ଦିଅନ୍ତୁ ଆପଣ କେତେ ଦିନ ଭିତରେ ବାଇବେଲ ସରେଇବେ? ବର୍ଷ ଲାଗିଯିବ। ନା ବର୍ଷ ବର୍ଷ ଲାଗିଯିବ କାହା ଦିବସ କିନ୍ତୁ ଜଣେ ବାଇବେଲ ଧ୍ୟାନକାରୀ କହୁଥିଲେ ସେ 80 ଘଣ୍ଟାରେ ସେ ବାଇବେଲକୁ ସରେଇଛନ୍ତି। କେମିତି ପଢୁଥିଲେ ଆମେ ଜାଣିନୁ। ତାକେ 80 ଘଣ୍ଟା ଲାଗେ। 6 ମାସ ଲାଗେ, କାହାକୁ 3 ଦିନ ଲାଗେ, କାହାକୁ 4 ଦିନ ଲାଗେ, କିନ୍ତୁ 4 ଦିନରୁ କାହାକୁ କମ ସମୟ ଲାଗେ ନାହିଁ। ଧ୍ୟାନର ସହିତ ଯଦି ଆମେ ବାଇବେଲ ପାଠ କରିବା ତାକୁ ବର୍ଷ ବି ଲାଗେ। ଠିକ କଥା ଏ କଥା ବି। କିନ୍ତୁ ଯଦି ଆମେ ଧ୍ୟାନ କରିବା ତେବେ ବାଇବେଲକୁ ଆମେ ଗୋଟେ ସପ୍ତାହରେ ବି ଆମେ ପଢେଇ ପାରିବା। ଲାଗି ରାତି ଦିନ ଲାଗିକି ପଢିବାର ଅଛି। ତେବେ ଏଇ କଥା ବି ଆମେ ଆଲୋଚନା କଲୁ। ଆଉ ବାଇବେଲର ସ୍ପେଶାଲିଟି ମୁଁ କହିଲି ଆପଣମାନଙ୍କୁ। ବାଇବେଲ ଆମମାନଙ୍କୁ ରହୁଛି ଡେଲିଭରେଟ। ଏହା ଆମମାନଙ୍କୁ ଶକ୍ତି ଦିଏ, ଜ୍ଞାନ ଦିଏ, ସଫଳତା ଦିଏ। ଏହା ପାପରୁ ମୁକ୍ତ କରେ। କୁହନ୍ତୁ ତାପରେ ପବିତ୍ରତା ଆଣିଦିଏ। ଏହା ଆମମାନଙ୍କୁ ଯୁଦ୍ଧ କରିବାର ଶିଖାଏ। ଏହା ହଉଛି ପ୍ରାର୍ଥନା କରିବାର ଶିଖାଏ। ଆମଙ୍କ ଫାଉଣ୍ଡେସନକୁ ଷ୍ଟ୍ରଙ୍ଗ କରିବାର ଶିଖାଏ ଏବଂ ଏହା ଆମମାନଙ୍କୁ ମଧ୍ୟ ଚରିତ୍ର ବାନ କରେ ଏବଂ ଆମମାନଙ୍କୁ ଆମମାନଙ୍କ ରୋଲ ମଡେଲ ମାନଙ୍କର କଥାକୁ ଆମମାନଙ୍କୁ ବାଇବେଲ ଦେଖାଏ। ଆମେ ଯଦି ବାଇବେଲ ପଢିବା ଏସବୁ ବିଷୟ ଜାଣିପାରିବା। ବାଇବେଲ ହଉଛି ଆଉ ଈଶ୍ୱରଙ୍କର ଜୀବନ୍ତ ବାକ୍ୟ। ଏହା ଜୀବନ ପ୍ରଦାନ କରେ ଆଉ ଦୁଃଖରେ ଆନନ୍ଦ ଦିଏ। ବାଇବେଲ ମୁଁ ରିପିଟେଡଲି ଏ କଥା କହୁଛି, ଦୁଃଖରେ ଆନନ୍ଦ ଦିଏ, ପାପରେ ଭର୍ସନା କରେ ବାଇବେଲ। ଆପଣଙ୍କର ଚିନ୍ତାରେ ଉପଦେଶ ଦିଏ ବାଇବେଲ। ଆପଣଙ୍କର ଅଭାବରେ ଆପଣଙ୍କୁ ବାଟ ଦେଖାଏ ଆପଣଙ୍କର ଉତ୍ତମ ରାସ୍ତା ପାଇଁ। ତାହା ହଉଛି ବାଇବେଲ। ତେବେ ବାଇବେଲ ଆମେ କାହିଁକି ପଢିବା? ବାଇବେଲ ପଢିବା ଦ୍ୱାରା ଆମେ ଜାଣୁ ମୁଁ କେଉଁଠାରୁ ଆସିଛି, କେଉଁଠାକୁ ଯିବି, କଣ କରୁଛି, ଈଶ୍ୱର କିଏ, ମନୁଷ୍ୟ କିଏ ଆଉ ତାର ଉତ୍ପତ୍ତି କଣ, ଏସବୁ ବିଷୟ ଜାଣିବା। ନେକ୍ସଟ ବାଇବେଲ କେମିତି ହେଇକରି ପଢିବା ମୁଁ କହିବି। ମନେ କରନ୍ତୁ ଆପଣ ମାଥ୍ୟୁ ପୁସ୍ତକ 1 ଅଧ୍ୟାୟର 1 ପଦରୁ 21 ପଦକୁ ପଢିଲେ ବାଇବେଲ। ତେବେ ଆପଣ କେମିତି ଅବଜର୍ଭ କରିବେ, କେମିତି ବାଇବେଲ ପଢିବେ? ମନେ କରନ୍ତୁ ଆପଣ ବାଇବେଲ ପଢିବେ, ବାଇବେଲକୁ କେମିତି ପଢିବେ କେହି ଜଣେ ମତେ କୁହନ୍ତୁ। ମନେ କରନ୍ତୁ ପାର୍ବତୀ ଉପଦେଶ ପଢିଲେ 5 ଅଧ୍ୟାୟ 1 ପଦରୁ ମାଥ୍ୟୁ ପୁସ୍ତକ 13 ପଦ ପର୍ଯ୍ୟନ୍ତ। ତେବେ ଆପଣ କେମିତି କରିକି ବାଇବେଲ ପଢିବେ ମତେ କୁହନ୍ତୁ। ତାପରେ ମୁଁ ଆଗକୁ ଯିବି। କୁହନ୍ତୁ, ଆପଣଙ୍କର ମ୍ୟୁଟ କରନ୍ତୁ, କୁହନ୍ତୁ ମତେ। ମ୍ୟୁଟ କରନ୍ତୁ ଆଜ୍ଞା, ଟିକେ ଆଲାଉ କରନ୍ତୁ ସାର୍। ନାଗ ସାର୍ ମୁଁ ଟିକେ ଶୁଣିବି, ଟିକେ ଆଲାଉ କରନ୍ତୁ। ବାଇବେଲ କେମିତି ଆମେ ଆଲାଉ ପଢିବା? ଅଛି, ଆଲାଉ ଅଛି, ଆପଣ ମାନେ କହିପାରିବେ, ଆଲାଉ ଅଛି। ବାଇବେଲ କେମିତି ପଢିବା ଟିକେ ଆଲୋଚନା କରିବା। କୁହନ୍ତୁ ମା, କିଏ ହେଲେ କୁହନ୍ତୁ। ଆମେ ଦେଖିବା କିଏ ଲେଖିଛନ୍ତି।
କେବେ ଲେଖିଛନ୍ତି, ପୁଣି କେଉଁ ପରିପ୍ରେକ୍ଷୀରେ ଲେଖିଛନ୍ତି, ଆଜ୍ଞା ଆଉ ତା ବିଷୟରେ ବର୍ଣ୍ଣନା କରାହେଇଛି। ଏ ସବୁ ବିଷୟ ଆମେ ଯଦି ଦେଖିବା କହିଲେ ଭଲ କରି ପଢିପାରିବା। ବାଇବେଲ ଆମେ ଯେତେବେଳେ ପଢୁଛୁ, ଥ୍ୟାଙ୍କ ୟୁ ବାଇବେଲ ଯେତେବେଳେ ଆମେ ପଢିବା ଧ୍ୟାନର ସହିତ ଶୁଣନ୍ତୁ। ଫାଷ୍ଟ କଣ ଲେଖା ହେଇଛି ସେଠି, ଈଶ୍ୱରଙ୍କ ବିଷୟରେ କଣ କହେ। ଫାଷ୍ଟ କଥା ଯେତେବେଳେ ଆମେ ବାଇବେଲ ପଢୁ, ଈଶ୍ୱରଙ୍କ ବିଷୟରେ କଣ କହେ। ଦ୍ୱିତୀୟ କଥା, ମନୁଷ୍ୟ ବିଷୟରେ କଣ କହେ। ତୃତୀୟ କଥା, ମୋ ନିଜ ବିଷୟରେ କଣ କହେ। ଚତୁର୍ଥ କଥା, ମୋର ପାରିପାର୍ଶ୍ୱିକ ବିଷୟରେ କଣ କହେ। ବାଇବେଲ ଯଦି ଆପଣ ଭଲସେ ଧ୍ୟାନ କରିବେ, ତେବେ ତାକୁ ତିନିଟି କଥା ଜଣେ ସ୍କଲାର୍ସ କହନ୍ତି। ଫାଷ୍ଟ ହଉଛି ରିଡିଂ, ରିଡ ବୋଲିକି ସେ ଲେଖନ୍ତି। ଦ୍ୱିତୀୟ କଥା ହଉଛି ଅବଜରଭେସନ କରିବେ। ଆପଣ ଯେତେବେଳେ ଅବଜର୍ଭ କରିବେ, ତାକୁ ଦେଖିବେ ଯେ ସେଠି କଣ ଲେଖା ହେଇଛି, ଭଲସେ ତାକୁ ଦେଖିଲେ ଜାଣିପାରିବେ। ବାଇବେଲ ଏମିତି ପଢିବେ ନାହିଁ, ମନେ କରନ୍ତୁ ଜଣେ କହିବ ଲେଖା ହେଇଛି, ଖଣ୍ଡ ଖଣ୍ଡ କରି ପଢିଲେ ଆପଣ ବିଲକୁଲ ଜାଣିପାରିବେ ନାହିଁ। ଯଦି ବାଇବେଲ ପଢିବେ, ଯାଅ ଠିକ ଅଛି, ଗୋଟେ ଜାଗାରେ ଯାଅ ବୋଲିକରି ଲେଖା ହେଇଛି, ହଁ। ଆଉ ଗୋଟେ ଜାଗାରେ ହଉଛି ଦୌଡ଼ି ବୋଲି ଲେଖା ହେଇଛି, ହଁ। ଆଉ ଗୋଟେ ଲେଖା ଅଛି ଧର ବୋଲି ଲେଖା ଅଛି, ଆଉ ଗୋଟେ ଜାଗାରେ ଫାଶୀ ବୋଲି ଲେଖା ଅଛି, ଆଉ ଗୋଟେ ଜାଗାରେ ହୁଅ ବୋଲି ଲେଖା ହେଇଛି। ତେବେ ଆପଣ କଣ ବୁଝିବେ, ଯାଅ ଦୌଡ଼ି ଧର ଫାଶୀ ହୁଅ। ଖଣ୍ଡ ବାକ୍ୟ ପଢିଲେ, ହଁ ପ୍ରଭୁ କଥା କହିଲେ ମୁଁ ଯାଇ ଫାଶୀ ହେବି। ବାଇବେଲ ସେମିତି ପଢିଲେ ଜାଣିପାରିବେ। ବାଇବେଲ ଯେତେବେଳେ ପଢିବେ, ତାକୁ ଭଲସେ ପଢିବେ। ଏଫେସୀୟ 1:1-14 ଯଦି ଦେଖିବେ, ସେ ଜାଗାରେ ଲେଖାଯାଏ, କେହି ଜଣେ କାଢନ୍ତୁ 1 ଏଫେସୀୟକୁ ଦେଖନ୍ତୁ, ଦୟାକରି କାଢନ୍ତୁ। ଏକର 1:1-14 ଟିକେ ଦେଖିବା। ପାଉଲଙ୍କ ଈଶ୍ୱର ପଢିବି। ପଢନ୍ତୁ ମା, ପଢନ୍ତୁ। ପାଉଲଙ୍କ ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଏଫେସୀୟରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଥିବା ବିଶ୍ୱାସୀ ମାନଙ୍କ ନିକଟକୁ ଲେଖୁଅଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଶାନ୍ତି ତୁମମାନଙ୍କ ପ୍ରତି ହେଉ। ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କ ଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ମା ଅର୍ଥାତ୍ ସେତିକି ଥାଉ, ଆମ୍ଭେମାନେ ଯେପରି ମା ମମତା ମା ଟିକେ ଥାଉ, ମୁଁ ବର୍ଣ୍ଣନା କରିବି ଆଗ ତାପରେ। ତେବେ ଆପଣ ବାଇବେଲ ତାକୁ ଦେଖିବେ, ଏଫେସୀୟ 1 ଦେଖିବେ, ପରମେଶ୍ୱର ବୋଲି କେତେ ଥର ଲେଖା ହେଇଛି, ତାହାଙ୍କ ଠାରେ ବୋଲିକରି କେତେ ଥର ଲେଖା ହେଇଛି। ଇଂଲିଶରେ ଇନ୍ ହିମ୍ ବୋଲି ଲେଖା ଅଛି। କେତେ ଥର ରିପିଟେଡ ହେଇଛି, କେତେ ଥର ତାହାଙ୍କ ବିଷୟ ବୋଲିକରି ଲେଖାଯାଇଛି। ଆଉ ମୋ ବିଷୟ କଣ କହୁଛି, ଈଶ୍ୱରଙ୍କର ବିଷୟ କଣ କହୁଛି। ଆପଣ ଯଦି ୟାକୁ ଭଲସେ ଅବଜର୍ଭ କରିବେ, ତେବେ ବାଇବେଲ କଥା ଜାଣିପାରିବେ। ତାହାଙ୍କ ଠାରେ, 2 ମିନିଟ ମୁଁ ସମୟ ଦେଲି, ଦେଖନ୍ତୁ ତାହାଙ୍କ ଠାରେ ବୋଲି କେତେ ଥର ଲେଖା ହେଇଛି। 2 ମିନିଟ ପଢନ୍ତୁ ଆପଣ ବାଇବେଲ ତାକୁ। ମ୍ୟୁଟ ଅଛି, ସନ୍ଧ୍ୟା ଦିଦି କିଏ ପଢୁଛନ୍ତି? ମ୍ୟୁଟ ଅଛି, କିଏ ପଢନ୍ତୁ। 3 ଥର ଲେଖା ଥର ଖ୍ରୀଷ୍ଟଙ୍କ ଠାରୁ ଖ୍ରୀଷ୍ଟଙ୍କ ଠାରେ ଖ୍ରୀଷ୍ଟଙ୍କ ଠାରୁ 3 ଥର। ଠିକ ଅଛି, ମୁଁ ଆସନ୍ତା ସପ୍ତାହରେ ଆପଣଙ୍କର ଉତ୍ତର ଦେବି। ଆଉ କେତେ ଥର ଲେଖା ହେଇଛି କହିବି। ଆପଣ ଭଲସେ ପଢନ୍ତୁ, ଆପଣ ଭଲସେ ପଢିଲେ ଆପଣ ଦେଖିବେ କେତେ ଥର ଲେଖା ହେଇଛି। ମୋର ଆଖିରେ ବି ସେମିତି ଏକା ଦୁଶୁଥିଲା 3 ଥର ଏକା ବୋଲିକି, ବାକି ମୁଁ ଆଜି ସକାଳେ ପଢୁଥିଲି ଯେତେବେଳକୁ ଅନେକ ଥର ମୁଁ ଦେଖିପାରିଲି। ହେଲେ ଅବଜରଭେସନ କରିବେ, ବାଇବେଲ ପଢିଲା ବେଳକୁ ଟିକେ ନିକି କରିଦେଲେ, ପ୍ରଭୁ ବୋଲି କେତେ, ଈଶ୍ୱର ବୋଲି କେତେ ଥର ଲେଖା ହେଇଛି, ତାଙ୍କ ଠାରେ ବୋଲି କେତେ ଥର ଲେଖା ହେଇଛି, ଖ୍ରୀଷ୍ଟଙ୍କ ଠାରେ ବୋଲି କେତେ ଥର ଲେଖା ହେଇଛି, ଇଚ୍ଛା ବୋଲି କେତେ ଥର ଲେଖା ହେଇଛି। କଣ୍ଟେଷ୍ଟ ଜାଣନ୍ତୁ, ଯଦି ଜାଣିବେ ଜ୍ଞାନୀ ହେଇଯିବେ। ବାଇବେଲ ମଧ୍ୟ ଲେଖକ ମାନେ ଲେଖିଛନ୍ତି, ଏମିତିରେ ଲେଖି ନାହାନ୍ତି। ପ୍ରଥମେ ତାର ଇଣ୍ଟ୍ରୋଡକ୍ସନ ଲେଖିଛନ୍ତି, ତାପରେ ତାର ସାରାଂଶ ଲେଖିଛନ୍ତି, ତାପରେ ଆପ୍ଲିକେସନ ଲେଖିଛନ୍ତି। ପ୍ରତ୍ୟେକ ବାଇବେଲ ପଦରେ ସେ ସବୁ ଜିନିଷ ଅଛି, ହେଲେ ଆମେ ପଢି ଜାଣୁନୁ।
ଆମେ ଯଦି ପଢିବା ଧ୍ୟାନର ସହିତ ତାକୁ ଆମେ ବୁଝିପାରିବା। ପ୍ରେରିତ ପାଉଲ ଲେଖୁଛନ୍ତି ଆତ୍ମିକ ଦାନ ବିଷୟରେ ଏଫେସୀୟ ପୁସ୍ତକ କହୁଛନ୍ତି ତାହାଙ୍କଠାରେ ଖ୍ରୀଷ୍ଟଙ୍କଠାରେ ଇନ୍ ହିମ୍ ପରମେଶ୍ୱର ବରଦାନ ବିଲବଡ ପ୍ରେମିକ ଏସବୁ ଜିନିଷ ସବୁ ଜାଗାରେ ଲେଖା ହେଇଛି। ଯଦି ଆମେ ବାଇବେଲ ପଢିବା ତାକୁ ଆମେ ଭଲସେ ଜାଣିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଅଧିକ ଲମ୍ବେଇବା ପାଇଁ ଚାହୁଁନାହିଁ। ତେବେ ଆଜିର ଯୋଉ ବାଇବେଲ ଶିକ୍ଷା ଆମେ ଜାଣୁଛୁ ଆମକୁ ବାଇବେଲ କେମିତି ପଢିବାକୁ ପଡିବ। ମୁଁ ଆଦି ଆସନ୍ତା ଥର ଆରମ୍ଭ କରିବି। ଆଉ ମାତ୍ର ମୁଁ ଦୁଇଟା ପିରିୟଡ ସରେଇବି ଆଦି ପୁସ୍ତକ। ଆପଣ ମାନେ କେମିତି ବାଇବେଲ ପଢିବେ ତା କଥା ଆମେ ଆଲୋଚନା କରିବା। ଆପଣ ମାନେ ସମସ୍ତେ ଜ୍ଞାନବାନ, କିନ୍ତୁ ବାଇବେଲ ଆମକୁ ଶିକ୍ଷା ଦିଏ ଆମେ ଯେତେବେଳେ ପଢିବା ଆମେ ଯେତେବେଳେ ପଢିବା ପ୍ରଥମେ ଆମକୁ କଣ କରିବାକୁ ପଡିବ? ମନେ ରଖନ୍ତୁ ଯେ ଆମମାନଙ୍କୁ ଦେଖିବାକୁ ପଡିବ, ଅବଜରଭେସନ କରିବାକୁ ପଡିବ। କଣ କଣ ଲେଖା ହେଇଛି, କାହାକୁ ଲେଖା ହେଇଛି ସେଠି। ଆଗକୁ ପଢିବେ, ପଛକୁ ପଢିବେ, ପାରାଗ୍ରାଫ ଦେଖିଲେ ଆପଣ ବାଇବେଲକୁ ଜାଣିବେ କଣ କଣ ଲେଖା ହେଇଛି, କାହାର ପାଇଁ ଲେଖା ହେଇଛି, କେତେବେଳେ ଲେଖା ହେଇଛି, କୋଉ କଣ୍ଟେକ୍ସଟରେ ଲେଖା ହେଇଛି ତାକୁ ଜାଣିବେ। ଆଉ କରି ମଝିଟା କାଢି ଖଣ୍ଡ ଖଣ୍ଡ କରି ପ୍ରଚାର କରିଦେଲେ ଆପଣ କିଛି ଜାଣିପାରିବେନି। ତେଣୁକରି ବାଇବେଲ ସିଲେକ୍ଟିଭଲି ପଢିବେ, ପଢିବେ, କହନ୍ତି ସିଲେକ୍ଟିଭଲି ପଢିବେ, ଥଟଫୁଲି ପଢିବେ, ମେଡିଟେଟଲି ପଢିବେ, ତେବେ ଆପଣ ବାଇବେଲକୁ ଜାଣିପାରିବେ। ବାଇବେଲ ଏକ ଜ୍ଞାନର ଭଣ୍ଡାର, ତାକୁ ଜାଣିବା ପାଇଁ ବହୁତ କଷ୍ଟ ପ୍ରିୟ। ତେଣୁ ଆଜିର ଚିନ୍ତା ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ବାଇବେଲକୁ ଆମକୁ ଜାଣିବା ପାଇଁ ହେଲେ ପ୍ରାର୍ଥନା କରିବାକୁ ପଡିବ। ମୁଁ ମେନ୍ ପଏଣ୍ଟକୁ ଆସୁଛି, ପ୍ରାର୍ଥନା କରିବାକୁ ପଡିବ। କାହିଁକି ପ୍ରାର୍ଥନା କରିବାକୁ ପଡିବ? ବାଇବେଲ ଆଗରେ କାହିଁକି ପ୍ରାର୍ଥନା କରିବାକୁ ପଡିବ? ସ୍ମରଣ ଶକ୍ତି ପ୍ରଭୁ ଦେବେ, ପବିତ୍ର ଆତ୍ମା ଦେବେ। ପ୍ରଭୁଙ୍କଠୁ ଯିବା। ଆଜ୍ଞା, ଓକେ, ମୁଁ ଛୋଟିଆ ଆନ୍ସର ମୁଁ ଦେଇ ଦଉଛି ଆପଣଙ୍କୁ। ବାକ୍ୟ ବୁଝି ପାରିବାନି ବୋଧେ। ଆଜ୍ଞା, ମୁଁ କାହିଁକି ପଢିବା ବୋଲି କହିଲେ, ବାଇବେଲର ଲେଖକ ହଉଛନ୍ତି ଈଶ୍ୱର। ସେ ମନୁଷ୍ୟ ମାନଙ୍କୁ କରି ଲେଖିଛନ୍ତି। ହେଲେ ଲେଖକକୁ ଯଦି ପଚାରବା ଆର ଅର୍ଥ କଣ ବୋଲେ ଲେଖକ କହିଦେବେ। ଆଉ ଯଦି ଲେଖକକୁ ଯଦି ଆପଣ ନ ପଚାରି ଆପଣ ଡିକ୍ସନାରୀ କାଢବେ ଆଉ ଆପଣ ଆଉ କଣ କାଢିଲେ ବୋଲି ଆସିବ ନାହିଁ ବାଇବେଲ। ସେ ହଉଛନ୍ତି ଲେଖକ, ତାଙ୍କୁ ପଚାରିବା ଆଣ୍ଠୁ ତଳେ ମାଡି ଲୁହ ଝରେଇ ପଚାରିବା, ହେ ପ୍ରଭୁ ଏଇଟା ଲେଖିଲ ତୁମେ ମୋ ପାଇଁ କଣ ଅଟେ, ମତେ ବୁଝେଇ ଦିଅ, ମତେ ବତେଇ ଦିଅ। ନ କହିଲେ କେମିତି କରି ଜାଣିବି? ଅଟୋମେଟିକଲି ପାଠ ନ ପଢିଥିବା ଲୋକମାନେ ବିଚିତ୍ର ଜ୍ଞାନର ସହିତ ପ୍ରଚାର କରିପାରିବେ। କେତେ ପାଠ ପଢିଥାନ୍ତୁ, ଲେଖକ ପାଖକୁ ଯଦି ଆପଣ ନ ଯିବେ ଲେଖାର ରହସ୍ୟକୁ ବୁଝିପାରିବେ ନାହିଁ। ସେଥିପାଇଁ ବାଇବେଲ ପଢିବା ଆଗରୁ ପ୍ରାର୍ଥନା କରିବାକୁ ପଡିବ। ଆପଣଙ୍କର 2 ଟୋପା ଲୁହ ଯଦି ବାଇବେଲ ପଢିଛି ସେଦିନ ପ୍ରଚୁର ରୂପେ ବ୍ୟବହାର ହେଲା ଆପଣ ସେଦିନ। ବାଇବେଲକୁ ଅବଜର୍ଭ କରିବା ପୂର୍ବରୁ ପ୍ରଥମେ ପ୍ରାର୍ଥନା। କେହି ଆଗେ ବାଇବେଲ ପଢନ୍ତି ପଛେ ପ୍ରାର୍ଥନା ନାହିଁ, ହେଇପାରିବ ନାହିଁ। ଆଗେ ପ୍ରାର୍ଥନା। ତାଙ୍କୁ କହିବେ ପ୍ରଭୁ ମତେ ତୁମେ ଦେଖେଇ ଦିଅ କଣ ଲେଖା ହେଇଛି, ମୋର ଚକ୍ଷୁ ଖୋଲି ଦିଅ, ତଳେ ମୁଁ ତୁମର ବ୍ୟବସ୍ଥାକୁ ଦେଖିବି ବୋଲି ଦାଉଦ ଲେଖିଲେ। ଯଦି ଆପଣଙ୍କ ଚକ୍ଷୁ ଖୋଲିବାର ଅଛି ତେବେ ଲେଖକ ପାଖକୁ ଯିବାର ଅଛି। ଲେଖାର ଷ୍ଟାଇଲ କେମିତି ସେ ଆମେ ଜାଣିବୁ, ତାଙ୍କର ମର୍ମ କଣ, ତାଙ୍କର ଚିନ୍ତା କଣ। ଯଦି ବା ସବୁ ଚିନ୍ତାର ଗୋଟେ ଏକା ଉଦ୍ଦେଶ୍ୟ ହଉଛି ଉଦ୍ଧାର, ବାକି ବି ତାର ରହସ୍ୟ ଭିନ୍ନ ଭିନ୍ନ ଅଟେ। ତେଣୁ ପ୍ରିୟ ମାନେ, ଆଜି ରାତିରେ ଆପଣ ବାଇବେଲ ପଢିବା ଆଗରୁ ଲେଖକଙ୍କ ପାଖକୁ ଯାଆନ୍ତୁ, କୁହନ୍ତୁ ପ୍ରଭୁ ତୁମର ଲେଖା, ତୁମର ଚିଠି, ମୁଁ ଜଷ୍ଟ କୀଟ ମାତ୍ର। କିଏ ଆମେ କିଏ? କୀଟ ବୋଇଲେ କଣ, କେତେ ବଡ ଥିବ? ଆମେ କୀଟ ମାତ୍ର, ଆମେ କିଛି ନହୁଁ ପ୍ରଭୁ, ମତେ ତୁମେ କଥା କୁହ। ଈଶ୍ୱର ଯାକୁବକୁ କୀଟ ବୋଲିକରି କହିଲେ। କଣ ବୋଲି କହିଲେ? କୀଟ ବୋଲିକରି କହିଲେ ଈଶ୍ୱର। କୀଟ ବୋଇଲେ
সেটা হଉଛି ଆଉ ପୋକ, ଛୋଟିଆ ପୋକ। ଈଶ୍ୱର ଯାକୁବକୁ କୀଟ ବୋଲିକରି କହିଲେ, ତେଣୁ ଆମେ ଛୋଟିଆ କୀଟ ମାତ୍ର। ଯଦି ଆମେ ତାଙ୍କର ଅର୍ଥକୁ ଜାଣିବା ପାଇଁ ହେଲେ ଆମେ ତାଙ୍କ ପାଖକୁ ଯିବାକୁ ପଡିବ। ଆମଠାରେ ଜ୍ଞାନ ନାହିଁ, ଆମଠାରେ ବୁଦ୍ଧି ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ତାଙ୍କଠାରେ ସମର୍ପିତ ହୋଇ ବାଇବେଲ ପଢିବା। ଏବେ ବାଇବେଲ କଥା ଜାଣିବା। ଆସନ୍ତା ସପ୍ତାହରେ ମୁଁ ବାଇବେଲ କଥା ଆଉ ଜେନେସିସ୍ କଥା ଆରମ୍ଭ। ଆସୁ ଆମେ ଆଦି ପୁସ୍ତକକୁ ଗୋଟିଏ ପଦ ମୁଁ କହିବି, ତାପରେ ଆରମ୍ଭ କରିବା। ଆଦି ପୁସ୍ତକ, ଆଦି ପୁସ୍ତକର ଅର୍ଥ କଣ କିଏ କହିବେ? ଆରମ୍ଭ। ଆରମ୍ଭ। କେତେଟା ଅଧ୍ୟାୟ ଅଛି? 50ଟା ଅଧ୍ୟାୟ ଅଛି। ମୁଁ ଆରମ୍ଭ କରେ। କୁହନ୍ତୁ ଦିଦି, ସଂଯୁକ୍ତା ଦିଦି କଣ କହୁଥିଲେ କୁହନ୍ତୁ। 50ଟା ଅଧ୍ୟାୟ ଅଛି କହୁଥିଲି। 50ଟା ଅଧ୍ୟାୟ ଅଛି। ଆଦି ପୁସ୍ତକ ପରମେଶ୍ୱରଙ୍କ ଠାରୁ ଆରମ୍ଭ। ମନେ ରଖନ୍ତୁ, ସମସ୍ତଙ୍କୁ ଆଜି ରାତିରେ ପଢିବେ। ଆଉ କବରରେ ସମାପ୍ତ। କୋଉଠୁ ଆରମ୍ଭ? ପରମେଶ୍ୱରଙ୍କ ଠାରୁ ଆରମ୍ଭ, କବରରେ ସମାପ୍ତ। କାର କବର କଥା ଲେଖାଯାଏ? ଯୋସେଫଙ୍କ କବର କଥା ଲେଖାଯାଏ। ଆମେ ସବୁ ଆରମ୍ଭ ଈଶ୍ୱରଙ୍କ ଠାରୁ ସମସ୍ତେ କବରକୁ ଯିବା, କିନ୍ତୁ ଅନେକ ରହସ୍ୟ ସେଠି ଅଛି। ଆମେ ଆସନ୍ତା ଥରକୁ ପାଠ କରିବା। ଆମେ ସୃଷ୍ଟି ମାତ୍ରକ, ପ୍ରତ୍ୟେକ ବ୍ୟକ୍ତିର ଶେଷ ଲକ୍ଷ୍ୟ, ଶେଷ ବିଷୟ ହେଉଛି କବର। ତେଣୁ କେହି କେତେ ଚିନ୍ତା କଲେ ମଧ୍ୟ ବଞ୍ଚି ପାରିକି ଅମର ବର ହେଇକି ରହିପାରିବ। ତାକୁ ଆମ ସାହିତ୍ୟ ଭାଷାରେ ଅମର ବର ବୋଲିକି କହିବେ, ଆମର ଏଇ ଗାଉଁଳି ଭାଷାରେ ବେଶୀ ବର୍ଷ ବଞ୍ଚିବାଟା ବୋଲିକି କହିବେ। କେହି ବି ବଞ୍ଚି ରହିପାରିବେ। ଜନ୍ମ ମାତ୍ରକେ ମୃତ୍ୟୁ ଅଟେ। ହେଲେ ଆଦି ପୁସ୍ତକରେ ବିଭିନ୍ନ କଥା ଲେଖାଯାଏ, ବିଭିନ୍ନ ଉତ୍ପତ୍ତିର କଥା ଲେଖାଯାଏ, କିନ୍ତୁ ଈଶ୍ୱରଙ୍କର ଉତ୍ପତ୍ତି କଥା ଲେଖାଯାଏ ନାହିଁ। ଅନେକ ବିଷୟ ଆଲୋଚନା କରିବା ପ୍ରଭୁ ଦୟା କଲେ। ତାର ଲେଖକ କିଏ, କଣ ପାଇଁ ଲେଖା ହେଇଛି, କାର ପାଇଁ ଲେଖା ହେଇଛି, କିଏ କିଏ ସେଠିର ପ୍ରମୁଖ ବ୍ୟକ୍ତି ମାନେ, ତାଙ୍କର ବିଶ୍ୱାସ କଣ, ତାଙ୍କ କାର୍ଯ୍ୟ କଣ, ସେମାନେ କିଏ, ଆସନ୍ତା ସପ୍ତାହରେ ଅଳ୍ପ ଆଲୋଚନା କରିବା। ଯଦି ବର୍ଷ ଯାକ ଆଦି ପୁସ୍ତକ ପଢିଲେ ମଧ୍ୟ ସରିବ ନାହିଁ, ତଥାପି ମୁଁ 2 ଘଣ୍ଟାରେ ସରେଇବାକୁ ଚେଷ୍ଟା କରିବି। ଲେଖକଙ୍କ ଠାରେ ମୋ ପାଇଁ ପ୍ରାର୍ଥନା କରିଦିଅନ୍ତୁ। ସେ ଲେଖକ ମତେ କିଛି ଜ୍ଞାନ ଦେବେ, ସେଥିପାଇଁ ମୋ ପାଇଁ ପ୍ରାର୍ଥନା କରିବି। ଆଉ ଆପଣ ଆସନ୍ତା ଥର ଆଦି ପୁସ୍ତକ ପଢିକରି ଆସିଥିବେ। 1ର 1 ଅଧ୍ୟାୟ କଣ ଲେଖା ହେଇଛି ଭଲସେ ପଢିକରି ଆସିଥିବେ। ଆମେ ଆଲୋଚନା ମତେ ସୁଯୋଗ ଦେଇଥିବାରୁ ଆଉ ନାଗ ଆଜ୍ଞାକୁ ଅନେକ ଅନେକ ଧନ୍ୟବାଦ। ପୁଣି ଦିଦି ମାନେ ମତେ ରିଆକ୍ଟ କରିଥିବାରୁ, ମୋ ସାଙ୍ଗେ କଥାବାର୍ତ୍ତା କରିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ। ଯୋଉମାନେ ବସି ଶୁଣୁଥିଲେ ସବୁ ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ଧନ୍ୟବାଦ। ଆଉ ଗ୍ରୁପର ସମସ୍ତଙ୍କୁ ମୋର ହୃଦୟର କୃତଜ୍ଞତା ଧନ୍ୟବାଦ ଜଣାଏ। ଆଉ ମିଳିମିଶି ଯଦି ପାଠ କରିବା, ଆଦି ପୁସ୍ତକ ଠାରୁ ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ ଅନେକ ରହସ୍ୟକୁ ଆମେ ଜାଣିପାରିବା। ମୁଁ ଜାଣେ ପ୍ରଭୁ ଆମମାନଙ୍କୁ କଥା କହିବେ ଏବଂ ଆମମାନଙ୍କୁ ବ୍ୟବହାର କରିବେ। ବାଇବେଲ ସ୍କୁଲ ଯିବାକୁ ଦରକାର ନାହିଁ। ଆମେ ଯଦି ବାଇବେଲ ଷ୍ଟଡି କରିବା, ଅନେକ ରହସ୍ୟଜନକ କଥା ଆମକୁ ଜାଣିପାରିବା। ଯୋଉଟା ଆମେ 5 ଲକ୍ଷ ଦେଇ ପାଠ ପଢୁଛୁ, ଖାଲିରେ ଫ୍ରିରେ ଆପଣ ଜାଣିପାରିବେ, କିଛି ପ୍ରୋବ୍ଲେମ। କିନ୍ତୁ ଧ୍ୟାନର ସହିତ ଶୁଣବାକୁ ଅଛି। ଯଦି ଧ୍ୟାନର ସହିତ ନ ଶୁଣିବେ, ଯେତେ ମାଉଠୁ ମାଠ ମୁଇଁ ସେ ଦ୍ୱାରା ପଡା କାଟ, ଆହୁରି ମୁଁ ଆଉ ଠିକ ହେଇପାରିବି। ସେଥିପାଇଁ ଆମେ ଆଲୋଚନା କରିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ ନାଗ ଆଜ୍ଞା। ଆଉ ମତେ ଆହ୍ୱାନ କରିଥିବା ଦିଦି, ଶୁଣୁଥିବା